Praise the Lord. ଶୁଭା ଯାଉଛି ଆଜ୍ଞା। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ନାମ ଧନ୍ୟ ହଉ। ପ୍ରଭୁ ଆମମାନଙ୍କୁ ସୁନ୍ଦର ଭାବରେ ଆଜି 6ଟି ମାସର 27 ତାରିଖ ଶୁଭ ସକାଳ ଦେଖିବାକୁ ଦେଲେ। ବିଭିନ୍ନ ପରିସ୍ଥିତି ବିଭିନ୍ନ କଷ୍ଟ ଥିଲେ ମଧ୍ୟ ତାଙ୍କ ଚରଣ ବସିବାର ସୁଯୋଗ ଦେଲେ, ସେଥିପାଇଁ ଧନ୍ୟବାଦ ଦିଏ। ପରିଚାଜ୍ଞାଙ୍କୁ ମୁଁ ଧନ୍ୟବାଦ ଦିଏ। ତା ସହିତ ପ୍ରଭୁଙ୍କର ଦାସ ପିଟରଙ୍କର ଭାଇକୁ ଧନ୍ୟବାଦ ଦିଏ ମତେ ସୁନ୍ଦର ସୁଯୋଗ ଦେଇଥିବାରୁ। ଆମର ଜଏନ୍ କରିବାର ଟିକେ ଡେରି ହେଲା, ସରି। ଆସନ୍ତୁ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ଆଉ ଥରେ ଏବେ ପ୍ରଭୁଙ୍କ ନିକଟରେ ଆରାଧନା କରି ପ୍ରଭୁଙ୍କ ନିକଟରେ ପ୍ରଭୁଙ୍କର ଉପସ୍ଥିତି ଦେଖିବା ପାଇଁ, କାରଣ ଆମମାନଙ୍କ ସମସ୍ତ ପାଠ ମଧ୍ୟରେ ଆରାଧନା ହେଉଛି ଗୋଟେ ଆନନ୍ଦର ସମୟ। ଆମେ ଯେତେ ପ୍ରାର୍ଥନା କରୁ, ଯେତେ ଯାହା କରୁ, ଯେତେ ବାକ୍ୟ ଶୁଣୁ, ଯଦି ଆରାଧନା ନାହିଁ ବୋଲେ ସେ ଜାଗାରେ ଉପସ୍ଥିତି ପ୍ରଭୁଙ୍କର ଅନୁଭବ ହୁଏ ନାହିଁ। ପ୍ରଭୁ ଆରାଧନା ଶୁଣିବା ପରମେଶ୍ୱର ଆମମାନଙ୍କ ମଧ୍ୟରେ ଅତି ପ୍ରିୟ, ଅତି ସୁନ୍ଦର, ଅତି ସରଳ ଆମମାନଙ୍କର ପ୍ରିୟ ଭାଇ ବିମଲ ଖୋସଲା ଆମମାନଙ୍କ ମଧ୍ୟରେ ଅଛନ୍ତି। ଆମେ ସମସ୍ତେ ତାଙ୍କୁ କରତାଳ ସହିତ ସ୍ୱାଗତ କରିବା, ସେମାନଙ୍କ ଆରାଧନାରେ ଗଡ଼େଇ ନେବା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ Praise ଦ the ଲର୍ଡ Lord. ଭାଇ, ପ୍ରେଜ୍ ଦ ଲର୍ଡ। Praise the Lord. ପ୍ରଭୁଙ୍କର ପ୍ରିୟ ଦାସ ଦାସୀ ସମସ୍ତଙ୍କୁ ମୋର ଖ୍ରୀଷ୍ଟ ପ୍ରେମରେ ନମସ୍କାର ଜଣାଇ ସମସ୍ତଙ୍କୁ ପ୍ରେଜ୍ the Lord ନମସ୍କାର। ପ୍ରଭୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦିଏ ଏଇ ସୁନ୍ଦର ସମୟ ସକାଶେ। ପ୍ରଭୁଙ୍କ ନାମର ଗୌରବ ହଉ। ଆଉ ବାସ୍ତବରେ ମହାନ ପରମେଶ୍ୱର ଗୋଟିଏ ପଦ ବାକ୍ୟ ଏ ସ୍ଥାନରେ ପାଠ କରି ଆମେ ପ୍ରଭୁଙ୍କର ଗୌରବ କରିବା। ହେ ପୃଥିବୀସ୍ଥ ରାଜ୍ୟ ସମୂହ, ତୁମେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର, ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର। ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର। ଦେଖ, ସେ ଆପଣା ରବ, ବିକ୍ରମ ପୂର୍ଣ୍ଣ ରବ ଉଚ୍ଚାରଣ କରନ୍ତି। ପ୍ରଭୁଙ୍କର ମହତ୍ ନାମର ଏଇ ଜୀବିତ ବାକ୍ୟ ସହିତ ଆଜିର ଉପାସନାକୁ ଆମେ ଆରମ୍ଭ କରିବା। ହାଲେଲୁୟା। ଧନ୍ୟବାଦ ରାଜା। ଆସନ୍ତୁ ଅଳ୍ପ ସମୟ ପ୍ରଭୁଙ୍କ ନିକଟରେ ଆମେ ସମର୍ପିତ ହେବା। ପ୍ରଭୁଙ୍କ ଚରଣ ତଳେ ଆମେ ଆପଣା ଆପଣାକୁ ନତ କରିବା। ହାଲେଲୁୟା। ପିତା ପରମେଶ୍ୱର, ରାଜା ମାନଙ୍କ ରାଜା, ପ୍ରଭୁ ମାନଙ୍କ ପ୍ରଭୁ, ସର୍ବଶକ୍ତିମାନ ପରମେଶ୍ୱର ପିତା, ଧନ୍ୟବାଦ 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 ପିତା। ପ୍ରଭୁ ଗୋ, ମୁଁ ଧୂଳି ଛାର ମନୁଷ୍ୟ ପିତା, ମୋର କୌଣସି ଯୋଗ୍ୟତା ନାହିଁ ପ୍ରଭୁ ଗୋ, ତୁମରି ପ୍ରିୟ ଦାସ ଦାସୀ ମାନଙ୍କ ସହିତ ପ୍ରଭୁ ଯୀଶୁ ମିଳିତ ହୋଇ ପ୍ରଭୁ ଏହି ପ୍ରାତଃ କାଳ ସମୟରେ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ତରଫରୁ ପ୍ରଭୁ ଗୋ ତୁମରି ସେବା ଉପାସନା କରିବା ପାଇଁ ଅପୂର୍ବ ସୁଯୋଗ ପ୍ରଭୁ ଯୀଶୁ ତୁମେ ଦେଇଦିଅ, ସେଥିପାଇଁ ଧନ୍ୟବାଦ ଦଉଛୁ ପିତା। ମୋ ଅଷ୍ଟାଧର ସୂଚି କର ପ୍ରଭୁ। ମୋ ହୃଦୟ ମନ ଆତ୍ମା ପ୍ରାଣକୁ ତୁମ ନିକଟରେ ସମର୍ପିତ କରୁଅଛି। ପ୍ରଭୁ ଗୋ, ପବିତ୍ର ଆତ୍ମା ଆପଣଙ୍କୁ ସ୍ୱାଗତ କରୁଅଛୁ। पवित्र आत्मा ईश्वर तुम्हें अम्मान को परिचालित करो। ओ मुझे ले जाओ यीशु के चरणों में। पवित्र आत्मा जी, तेरा ही स्वागत है राजा। धन्यवाद धन्यवाद। दया करो पिता, दया करो प्रभु यीशु। ଆଜିର ଆରାଧନା ମଧ୍ୟରେ ଓ ପ୍ରଭୁ ଯୀଶୁ ତୁମ ଉପସ୍ଥିତି ଅନୁଭବ କରିବାକୁ ଦିଅ ପିତା। ଓ କ୍ରୁଶରେ ହତ ପ୍ରଭୁ ଯୀଶୁ ତୁମକୁ ଦେଖିବାକୁ ଦିଅ ପ୍ରଭୁ। सकल गौरव महिमा तुम्हारू। धन्यवाद 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 राजा। हालेलुया हालेलुया। ओ प्रभु जीशु, आपणଙ୍କୁ ଆମେ ଏଇ ପ୍ରାତଃ କାଳରେ ଦେଖିବାକୁ ଆସିଛୁ, ଆପଣଙ୍କୁ ସାକ୍ଷାତ କରିବାକୁ ଆସିଅଛୁ। ଆମମାନଙ୍କ ପ୍ରତି ତୁମେ ଦୟା କର ପ୍ରଭୁ ଯୀଶୁ, ତୁମେ ଦୟା କର ପିତା। ଓ ମୋର ଦୋଷ ଦୁର୍ବଳତା ଅଧର୍ମ ସକଳ ଦୟା କରି କ୍ଷମା କର ପିତା, ଦୟା କରି କ୍ଷମା କର। सकल गौरव महिमा प्रशंसा तुमर। पवित्र आत्मा ଆପଣ କଢାଇ ନିଅନ୍ତୁ, ଆପଣ ଏ ସ୍ଥାନରେ ଉପସ୍ଥିତ ହୁଅନ୍ତୁ। ପ୍ରଭୁ ଯୀଶୁ, ଆଜି ତୁମେ ଅଭିଷେକ କର ପିତା ଏଇ ପ୍ରାତଃ କାଳରେ। ଧନ୍ୟବାଦ ଧନ୍ୟବାଦ ପିତା, ପ୍ରଭୁ ଯୀଶୁଙ୍କ ନାମରେ ମାଗିଲି, ଆମେନ୍ ଆମେନ୍ ଆମେନ୍। ପ୍ରେଜ୍ ଗଡ୍। ହାଲେଲୁୟା। ପ୍ରଭୁଙ୍କର ଗୌରବ ପ୍ରଶଂସା ଗାନ କରି ଆମେ ଏଇ ସମୟରେ ଗୀତ ଗାନ କରି ପ୍ରଭୁଙ୍କ ନିକଟବର୍ତ୍ତୀ ହଉଥିବା। सारे जग में तेरी प्रशंसा, यीशु ही जीवन, यीशु ही आशा। सारे जग में तेरी प्रशंसा, यीशु ही जीवन, यीशु ही आशा।
तू ही सहारा, तू ही भरोसा, संगीत तू ही है भाषा। तू ही सहारा, तू ही भरोसा, संगीत तू ही है भाषा। सारे जग में तेरी प्रशंसा, यीशु ही जीवन, यीशु ही आशा। सारे जग में तेरी प्रशंसा, यीशु ही जीवन, यीशु ही आशा। तू ही सहारा, तू ही भरोसा, संगीत तू ही है भाषा। तू ही सहारा, तू ही भरोसा, संगीत तू ही है भाषा। सारे जग में तेरी प्रशंसा, यीशु ही जीवन, यीशु ही आशा। सारे जग में तेरी प्रशंसा, यीशु ही जीवन, यीशु है आशा। गाँव में गीत तेरे, गाँव तेरी शान में, आवाज गूंजे मेरी धरती और आसमान में। गाँव में गीत तेरे, गाँव तेरी शान में, आवाज गूंजे मेरी धरती और आसमान में। इस तेरे दम से है ये दुनिया, और कुछ भी जानू ना। इस तेरे दम से है ये दुनिया, और कुछ भी जानू ना। सारे जग में तेरी प्रशंसा, यीशु ही जीवन, यीशु ही आशा। सारे जग में तेरी प्रशंसा, यीशु ही जीवन, यीशु ही आशा। चारों तरफ है मेरे तेरी प्रशंसा का गाना। तू मुझको लाया यहाँ, यही है मेरा ठिकाना। चार तरफ है मेरे तेरी प्रशंसा का गाना। तू मुझको लाया यहाँ, यही है मेरा ठिकाना। यीशु तेरे बचनों से जी भर जाए जीवन मेरा। यीशु तेरे बचनों से जी भर जाए जीवन मेरा। सारे जग में तेरी प्रशंसा, यीशु ही जीवन, यीशु ही आशा। सारे जग में तेरी प्रशंसा, यीशु ही जीवन, यीशु ही आशा। तू ही सहारा, तू ही भरोसा, संगीत तू ही है आशा। तू ही सहारा, तू ही भरोसा, संगीत तू ही है भाषा। सारे जग में तेरी प्रशंसा, यीशु ही जीवन, यीशु ही आशा। सारे जग में तेरी प्रशंसा, यीशु ही जीवन, यीशु ही आशा। धन्यवाद पिता परमेश्वर, हालेलुया राजा, हालेलुया। तू ही हमारा आशा राजा, हालेलुया, हालेलुया। धन्यवाद, 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 धन्यवाद राजा, हालेलुया, हालेलुया। गाँव में गीत तेरे प्रभु जीशु এই ପ୍ରାତଃ କାଳରେ ତୁମ ଉଦ୍ଦେଶ୍ୟରେ ପ୍ରଶଂସା ଧନ୍ୟବାଦ କରିବାକୁ ଏ ସୁଯୋଗ ଦେଲ ପ୍ରଭୁ ଗୋ। ମୁଁ ଦୁର୍ବଳ, ତୁମେ ମତେ ବଳ ଦିଅ ପ୍ରଭୁ ଯୀଶୁ। ତୁମେ ଦୟା କର ପିତା ପରମେଶ୍ୱର, ହାଲେଲୁୟା ପିତା। ମୁଁ ନିରନ୍ତର ତାହାଙ୍କର ପ୍ରଶଂସା ଧନ୍ୟବାଦ କରିବି। ହାଲେଲୁୟା, ହାଲେଲୁୟା। ସନ୍ଧ୍ୟା ସକାଳ ମଧ୍ୟାହ୍ନ କାଳରେ ହଁ ଦାଉଦଙ୍କ ନ୍ୟାୟ ମୁଁ ରୋଦନ କରିବି, ମୁଁ ଭାବନା କରିବି ପ୍ରଭୁ ଯୀଶୁ ଗୋ। ଧନ୍ୟବାଦ, ଧନ୍ୟବାଦ ପିତା ପରମେଶ୍ୱର। ଗୌରବ ତୁମର ହୁ ରାଜା, ତୁମେ ପ୍ରଶଂସାରେ ବାସ କରିବା ପରମେଶ୍ୱର ରାଜା, ହାଲେଲୁୟା। ପ୍ରଭୁ ଏ
प्रातः काल रे धन्यवाद रूपक बलि उत्सर्ग करबा पई प्रभु यीशु मान को तमे ए सुजोग दियो छेति पाई धन्यवाद दोछु पिता हालेलुया प्रेज द लॉर्ड अल्प समय में प्रभु को धन्यवाद दबा हालेलुया थैंक यू लॉर्ड थैंक यू जीसस हालेलुया 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 राजा मान को राजा हालेलुया 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 धन्यवाद 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 हालेलुया प्रेज द लॉर्ड प्रेज द लॉर्ड प्रेज द लॉर्ड प्रेज द लॉर्ड स्वर्गदूत भी हर पल हर दिन यही नाम भजते हैं नाम भजते हैं दुनिया वाले भी हर पल हर दिन यही नाम भजते हैं नाम भजते हैं गाते हैं जो उस नाम को पाते हैं वो एक नई शांति को गाते हैं जो उस नाम को पाते हैं वो एक नई शांति को गाओ रे गाओ आत्मा में गाओ झूमो रे नाचो आत्मा में गाओ रे गाओ आत्मा में गाओ झूमो रे नाचो आत्मा में क्योंकि जन्नत में एक ही नाम है क्योंकि जन्नत में एक ही नाम है इसका नाम सबसे प्यारा सबसे अलग और सबसे मीठा उसका वचन सबसे न्यारा सबसे अलग और सबसे मीठा इसका नाम सबसे प्यारा सबसे अलग और सबसे मीठा उसका वचन सबसे प्यारा सबसे अलग और सबसे मीठा गाओ रे गाओ आत्मा में गाओ झूमो रे नाचो आत्मा में गाओ रे गाओ आत्मा में गाओ झूमो रे नाचो आत्मा में क्योंकि जन्नत में एक ही नाम है क्योंकि जन्नत में एक ही नाम है इसका नाम सबसे प्यारा सबसे अलग और सबसे मीठा उसका वचन सबसे न्यारा हो सबसे अलग और सबसे मीठा इसका नाम धन्यवाद राजा हालेलुया पिता परमेश्वर धन्यवाद राजा स्वर्ग दूत भी हर पल हर दिन और राजा यही नाम भजते यीशु नाम यीशु नाम यीशु नाम यीशु नाम हालेलुया पिता धन्यवाद 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 राजा हालेलुया थैंक यू लॉर्ड थैंक यू लॉर्ड थैंक यू जीसस प्रेज द लॉर्ड हालेलुया 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 यीशु की जय हालेलुया 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 यीशु की जय यीशु हमारा कितना है प्यारा सबसे ऊंचा उसका द्वारा यीशु हमारा कितना है प्यारा सबसे ऊंचा उसका द्वारा करे यीशु की तारीफ सदा हो करे यीशु की तारीफ सदा हालेलुया 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 यीशु की जय हालेलुया हालेलुया
हालेलुया यीशु की जय। यीशु के जैसा न मुक्ति का दाता, उसके बिना कोई स्वर्ग न जाता। यीशु के जैसा न मुक्ति का दाता, उसके बिना कोई स्वर्ग न जाता। वहाँ रहेंगे धर्मी सदा, यस लॉर्ड, यहाँ रहेंगे धर्मी सदा। हालेलुया, हालेलुया, हालेलुया यीशु की जय। हालेलुया, हालेलुया, हालेलुया यीशु की जय। हालेलुया के नारे लगाए, हालेलुया के नारे लगाए, ऊंचे स्वर से महिमा गाए, ऊंचे स्वर से महिमा गाए, करे यीशु की तारीफ सदा हो, करे यीशु की तारीफ सदा। हालेलुया, हालेलुया, हालेलुया यीशु की जय। हालेलुया, हालेलुया, हालेलुया यीशु की जय। पिता परमेश्वर, धन्यवाद गो राजा। हालेलुया, हालेलुया। धन्यवाद, धन्यवाद, धन्यवाद राजा। प्रेज द लॉर्ड, प्रेज द लॉर्ड, प्रेज द लॉर्ड। धन्यवाद, 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 धन्यवाद राजाओं का राजा, प्रभुओं का प्रभु यीशु मसीहा राजा। धन्यवाद, 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 धन्यवाद पिता। प्रेज द लॉर्ड, प्रेज द लॉर्ड, प्रेज द लॉर्ड प्रभु। धन्यवाद, प्रशंसा, गौरव, महिमा, आराधना तुमर हु पिता। ओ राजा যিশু, তুমি আজ এই সময় দিল পিতা পরমেশ্বর প্রভু গো, বিশেষ করে আগামী সময় প্রভু তোমার জীবন্ত বাক্য শ্রবণ করিবার সময় প্রভু যিশু ତୁମରି ଆରାଧନା କରୁ କରୁ, ହଁ ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ, ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ପ୍ରଭୁ ଯୀଶୁ ତୁମେ ଆସ ଏଇ ବେଳା ତୁମ ଚରଣ ତଳେ ସମର୍ପିତ ହଉଛୁ ପିତା। ପବିତ୍ର ଆତ୍ମା ତୁମେ କାର୍ଯ୍ୟ କର ଏଇ ସ୍ଥାନରେ। ପ୍ରଭୁ ଯୀଶୁ ବିନତି କରୁଅଛୁ, ଆଜି ଦିବସ ତୁମ ଦାସ ଉପସ୍ଥିତ ପ୍ରଭୁ ଓ ରାଜା ତୁମରି ବାକ୍ୟ ଦେଇ ତୁମେ ଆମମାନଙ୍କୁ କଥା କୁହ। ତୁମ ବାକ୍ୟରେ ଜୀବନ ଅଛି, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ପ୍ରଭୁ ଯୀଶୁ ତୁମରି ବାକ୍ୟର ପାଳନକାରୀ ହେବା ନିମନ୍ତେ ଆଜି ଦୟା କର ଗୋ ପିତା। ପ୍ରଭୁ ଭୟ ଭକ୍ତି ସହିତ ଓ ରାଜା ଓ ତୁମ ନିକଟରେ ସମର୍ପିତ ହୋଇ ଧ୍ୟାନର ସହିତ ଆଜିର ବାକ୍ୟ ଦ୍ୱାରା ପ୍ରଭୁ ଯୀଶୁ କ୍ରୁଶରେ ତ ପ୍ରଭୁ ଯୀଶୁଙ୍କୁ ଆମେ ଅନୁଭବ କରିବାକୁ ଅନୁଗ୍ରହ କର ପିତା। ପ୍ରଭୁ ଗୋ ଦୟା କର, ଯୋଉ ଜାଗାରେ ଦୁର୍ବଳ, ଯୋଉ ଜାଗାରେ ହାରି ଯାଇଛୁ, ତଳେ ପଡି ଯାଇଛୁ, ସେ ଜାଗାରେ ଆମମାନଙ୍କୁ ଉଠାଅ ପିତା। ଯୋଉ ବାକ୍ୟ ଆଜି ଆମମାନଙ୍କୁ ଦରକାର, ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ତୁମରି ବାକ୍ୟ ଦେଇ ଆମମାନଙ୍କୁ କଥା କୁହ ରାଜା। ସକଳ ଗୌରବ, ମହିମା, ପ୍ରଶଂସା ତୁମର ହୁ ପିତା। ଓ ରାଜା, କୌଣସି ଭୁଲ ଥିଲେ ଦୟା କରି କ୍ଷମା କର ପ୍ରଭୁ। ମୁଁ ଧୂଳି ଛାର କିଛି ନାହିଁ, ଦଶ ତାର ନେବଲ ବୀଣା ବାଦ୍ୟରେ ତୁମରି ପ୍ରଶଂସା କରିବାକୁ ପ୍ରଭୁ ମୋ ପାଖରେ ନାହିଁ ପିତା କିଛି। ପ୍ରଭୁ ଯୀଶୁ ତୁମେ ଦୟା କର, ଯୋଉ ଅନ୍ତକରଣ ତୁମେ ଚାହଁ ସେ ଭଗ୍ନ ଚୂର୍ଣ୍ଣ ଅନ୍ତକରଣ ଦିଅ ଗୋ ପିତା। ସକଳ ଗୌରବ, ମହିମା, ପ୍ରଶଂସା ତୁମର ହୁ। କେବଳ ତୁମେ ଉଚ୍ଚୀକୃତ ହୁଅ, ତୁମେ ମହିମା ପାଅ ପିତା, ତୁମେ କେବଳ ଗୌରବ ପାଅ। ଧନ୍ୟବାଦ ଦେଇ ପିତା ପରମେଶ୍ୱର এই প্রার্থনা নিবেদন ত্রাণকর্তা উদ্ধারকর্তা নাজরিতীয় খ্রিস্টরে প্রভু যীশুଙ୍କ পবিତ୍ର ନାମରେ ମାଗିଲୁ ପିତା। ସ୍ୱର୍ଗରୁ ଥାଇ ତୁମେ ଦୟାରେ ଶୁଣ। ଆମେନ୍, ଆମେନ୍, ଆମେନ୍। ଆମେନ୍, ପ୍ରେଜ୍ ଦ ଆମେନ୍, ଲର୍ଡ, ଆମେନ୍, ଆମେନ୍। ପ୍ରେଜ୍ ଦ ବହୁତ ଲର୍ଡ ବହୁତ ଦିଦି। ଧନ୍ୟବାଦ। ସମସ୍ତେ ଗୋଟେ କରତାଳି ଦେବା ପ୍ରଭୁଙ୍କର ଗୌରବ ପାଇଁ। ସୁନ୍ଦର ଆରାଧନା, ଆଉ ତାଙ୍କର ଆରାଧନା ପ୍ରକୃତରେ ଯେତେବେଳେ ମୁଁ ଦେଖେ ସେ ଦ୍ୱିପଦ ଗୀତ ଗାଇଲେ ମଧ୍ୟ ହୃଦୟ ସହିତ ଭିତରୁ ପ୍ରଭୁଙ୍କର ଗୌରବ ପାଇଁ ସେ ଆତ୍ମାରେ ଆରାଧନା କରନ୍ତି। ପ୍ରଭୁ ତାହାଙ୍କୁ ଏପରି ସବୁବେଳେ ସରଳ ମନ ଦେଇ ଆଗକୁ ବଢେଇ ନିଅନ୍ତୁ, ଅନ୍ୟମାନଙ୍କ ପାଇଁ ଆଦର୍ଶ କାରଣ ହୁଅନ୍ତୁ।
ସୁନ୍ଦର ଆରାଧନା ଥିଲା। ପ୍ରଭୁ ଆଶୀର୍ବାଦ କରନ୍ତୁ ଭାଇ, ଆହୁରି ଅନେକଙ୍କ ନିକଟରେ ପ୍ରଶଂସାର କାରଣ ହୁଅନ୍ତୁ। ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମମାନେ ମଧ୍ୟସ୍ଥ ପ୍ରାର୍ଥନା ସହିତ ଆରାଧନା ମଧ୍ୟ ଶେଷ ହେଇଛି। ପ୍ରଭୁଙ୍କର ଗୌରବ ହଉ। ସମସ୍ତ ବିଶ୍ଵ ଶୃଙ୍ଖଳା ଭାବରେ ପ୍ରଭୁ କରିଛନ୍ତି, ଆଉ ଆମମାନଙ୍କର ପ୍ରାର୍ଥନା ମଧ୍ୟ ଶୁଣିଛନ୍ତି, ଆରାଧନା ମଧ୍ୟ ଗ୍ରହଣ କରିଛନ୍ତି ମୁଁ ବିଶ୍ୱାସ କରେ। ଆଉ ମଧ୍ୟସ୍ଥ ପ୍ରାର୍ଥନାରେ ଆଗେଇ ନେଇଥିବା ପ୍ରଭୁଙ୍କର ଦାସ ପରିଚାଜ୍ଞାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ବର୍ତ୍ତମାନ ଆମେ ବିଶେଷ ସମୟରେ ପହଞ୍ଚିଛୁ। ଆମେ ବାକ୍ୟ ନିକଟକୁ ଯିବା। ଏତେବେଳେ ଆମେ ସମସ୍ତେ ଜାଣୁ ଆମମାନଙ୍କର ଅତି ପ୍ରିୟ ଆମମାନଙ୍କର ଅଜିତ ସେନ ଆନ୍ଧ୍ର ପ୍ରଭୁଙ୍କର ଦାସ, ଆଉ ତାଙ୍କୁ ଆମେ ସମସ୍ତେ ପ୍ରଭୁଙ୍କର ଗୌରବ ପାଇଁ ତାଙ୍କର ବାକ୍ୟ ନେଇ ଆସୁଥିବାରୁ ସମସ୍ତେ ସମ୍ମାନର ସହିତ କରତାଳ ସହିତ ଆମେ ତାହାଙ୍କୁ ସ୍ୱାଗତ କରିବା। ପ୍ରାତଃ କାଳରେ ଆମମାନଙ୍କୁ ଉତ୍ତମ ଆହାର ଦେବା ନିମନ୍ତେ ପ୍ରଭୁ ବାଛିଥିବାରୁ ପ୍ରଭୁଙ୍କର ଗୌରବ। ବର୍ତ୍ତମାନ ପ୍ରେଜ୍ ଦ ଲର୍ଡ। ଆଜ୍ଞା, ପ୍ରେଜ୍ ଦ ଲର୍ଡ। ଆପଣଙ୍କର ସମୟ ବର୍ତ୍ତମାନ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ। ପ୍ରଭୁ ଦୟା ଅନୁଗ୍ରହ କରି ସୁନ୍ଦର ଅବକାଶ ଦେଲେ ତାଙ୍କ ଚଞ୍ଚଳକୁ ଆସିବା ପାଇଁ। ଆଉ ବିଶେଷ କରି ହୁଏତ ପ୍ରଥମ ଥର କରି ମୁଁ ଏହି ଜୁମ୍ ମିଟିଂ, ରିଅଲ ମିନିଷ୍ଟ୍ରିର ଜୁମ୍ ମିଟିଂରେ ଯୋଗ ଦେଇଛି, ଆଉ ପ୍ରଭୁଙ୍କର ବାକ୍ୟ କହିବା ପାଇଁ ସୁଯୋଗ ମଧ୍ୟ ପାଇଛି। ଆଉ ଏହି ସମୟରେ ମୁଁ ପ୍ରଭୁଙ୍କର ଦାସ କର ଆଜ୍ଞାକୁ ମୋ ହୃଦୟର କୃତଜ୍ଞତା ଜ୍ଞାପନ କରେ, ନମସ୍କାର ଜଣାଏ। ତା ସହିତ ଆଜି ପରିଚାଳନା କରୁଥିବା ପ୍ରଭୁଙ୍କର ଦାସ ପରିଛା ମହାଶୟ ମଧ୍ୟସ୍ଥି ପ୍ରାର୍ଥନାରେ ସେ ଆମମାନଙ୍କୁ ପରିଚାଳନା କଲେ। ତା ସହିତ ଆମମାନଙ୍କର ଭଉଣୀ ମଧ୍ୟ ସେ ଆଜି ପରିଚାଳନା କରିଛନ୍ତି ଆଜିର ଯେଉଁ ଉପାସନାକୁ। ତା ସହିତ ଖୋସଲା ଆଜ୍ଞା, ବିମଳ ଖୋସଲା ସାର୍ ସୁନ୍ଦର ଭାବରେ ସେ ଆମମାନଙ୍କୁ ଆରାଧନାରେ କଢେଇ ନେଇଛନ୍ତି। ପ୍ରଭୁଙ୍କର ମହାନାମ ଧନ୍ୟବାଦ ହେଉ। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଯେପରି ଦିଦି କହୁଥିଲେ ଯେ ତାଙ୍କର 2 ପଦ ଗୀତ ଗାଇଲେ ମଧ୍ୟ ହୃଦୟର ସହିତ ସେ ଗାଆନ୍ତି। ମୁଁ ତାଙ୍କୁ ଅନେକ ସମୟରେ ତାଙ୍କର ଆରାଧନାରେ ମଧ୍ୟ ଯୋଗ ଦେଇଛି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପ୍ରତ୍ୟେକଙ୍କୁ, ଏବଂ ଯେଉଁମାନେ ମଧ୍ୟସ୍ଥି ପ୍ରାର୍ଥନାରେ ବିଭିନ୍ନ ପ୍ରାର୍ଥନା ମାନଙ୍କୁ କଢେଇ ନେଇଛନ୍ତି, ପ୍ରଭୁ ସେମାନଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ତା ସହିତ ଆଜି ଅନେକ ପ୍ରଭୁଙ୍କର ମହାନ ଦାସ ଦାସୀ ମାନେ ଆଜି ଉପସ୍ଥିତ ଅଛନ୍ତି। ସମସ୍ତଙ୍କୁ ମୋ ହୃଦୟର କୃତଜ୍ଞତା ଜ୍ଞାପନ କରେ। ଆଉ ମୁଁ ଆଜି ନିଜକୁ ଗୌରବ ମନେ କରେ ଆପଣ ମାନଙ୍କ ସହିତ ଈଶ୍ୱରଙ୍କର ବାକ୍ୟରୁ କିଛି କହିବା ପାଇଁ ପ୍ରଭୁ ସୁଯୋଗ ଦେଇଛନ୍ତି ଏବଂ ଆପଣ ମାନେ ମଧ୍ୟ ସୁଯୋଗ ଦେଇଛନ୍ତି। ତେବେ ଆସନ୍ତୁ ଆମମାନେ ପ୍ରଭୁଙ୍କର ବାକ୍ୟରୁ ଆଜି ଆଲୋଚନା କରିବା। ଏହି ସମୟରେ ଆମମାନେ ବାକ୍ୟରୁ ଆଲୋଚନା କରିବା ନିମନ୍ତେ ମୁଁ ଯେଉଁ ଶାସ୍ତ୍ରାଂଶ ଚୟନ କରିଛି ତାହା ହେଲା ପ୍ରଥମ ଥେସଲୋନିକୀୟ ତାର 1 ଅଧ୍ୟାୟ। ସମ୍ପୂର୍ଣ୍ଣ ଅଧ୍ୟାୟଟି ଆମମାନେ ପାଠ କରିବା ଏବଂ ଆମମାନେ ସେଇ ଶାସ୍ତ୍ରାଂଶକୁ ନେଇ କିଛି ଆଲୋଚନା କରିବା ନିମନ୍ତେ ଯିବା। ଏଠାରେ ଏ ପ୍ରକାର ଲେଖା ଅଛି, ପାଉଲ, ସିଲୱାନ ଓ ତିମୋଥି ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଥିବା ଥେସଲୋନିକୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖୁଅଛନ୍ତି। ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ହେଉ। ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ଆମେମାନେ ତୁମମାନଙ୍କ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ସ୍ମରଣ କରି ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମମାନଙ୍କ ନାମ ଉଲ୍ଲେଖ ପୂର୍ବକ ତୁମ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛୁ। କାରଣ ହେ ଈଶ୍ୱରଙ୍କ ପ୍ରିୟ ପାତ୍ର ଭ୍ରାତୃବୃନ୍ଦ, ଆମେମାନେ ଜାଣୁ ଯେ ତୁମେମାନେ ମନୋନୀତ ଲୋକ। ଜଣେ ଆମମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲା। ତୁମମାନଙ୍କ ମଧ୍ୟରେ ଥିବା ସମୟରେ ତୁମମାନଙ୍କ ନିମନ୍ତେ ଆମମାନେ କି ପ୍ରକାର ବ୍ୟବହାର କରିଥିଲୁ ତାହା ତ ତୁମେମାନେ ଜାଣ। ପୁଣି ତୁମେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଙ୍କ ଦତ୍ତା ଆନନ୍ଦ ସହ ସେଇ ବାକ୍ୟ ଗ୍ରହଣ କରି ଆମମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ। ଏପରିକି ତୁମେମାନେ ମାକିଦୋନିଆ ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ। କାରଣ ତୁମମାନଙ୍କ ଠାରୁ ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦୋନିଆ ଓ ଆଖାୟାରେ ଘୋଷିତ ହୋଇଅଛି ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ପ୍ରତି ତୁମମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ
से ସମ୍ବନ୍ଧରେ ଆମମାନଙ୍କର କିଛି କହିବା ଆବଶ୍ୟକ ନାହିଁ। ଯେଣୁ ଲୋକେ ନିଜେ ନିଜେ ଆମମାନଙ୍କ ସମ୍ବନ୍ଧରେ କହିଥାନ୍ତି ଯେ ତୁମମାନଙ୍କ ମଧ୍ୟକୁ ଆମମାନଙ୍କର ଆଗମନ ସମୟରେ କଣ ଘଟିଥିଲା, ଆଉ କିପରି ତୁମମାନେ ପ୍ରତିମା ସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ୱରଙ୍କ ସେବା କରିବା ନିମନ୍ତେ ପୁଣି ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ଆଗାମୀ କ୍ରୋଧରୁ ଆମମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷା କରିବା ନିମନ୍ତେ ଈଶ୍ୱରଙ୍କ ପ୍ରତି ଫେରିଲ। ପ୍ରଭୁ ଆପଣା ପଠିତ ବାକ୍ୟର ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଗୌରବମୟ ପ୍ରିୟ ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ, ତୁମର ସ୍ତୁତି ବନ୍ଦନା କରୁଅଛୁ। ତୁମେ ଆମମାନଙ୍କୁ ବାକ୍ୟ ଦ୍ୱାରା କଥା କହିବା ପରମେଶ୍ୱର। ପ୍ରଭୁ ଆଜି ଏହି ପ୍ରାତଃ ସମୟରେ ତୁମ ଚନ୍ତ୍ରକୁ ଆସିବା ପାଇଁ ତୁମେ ଦେଲ, ତୁମରି ଆରାଧନା କରିବା ପାଇଁ, ତୁମରି ବାକ୍ୟ ପଠନ କରିବା ପାଇଁ। ପ୍ରଭୁ ତୁମରି ଗୌରବ ନିମନ୍ତେ ଆମମାନଙ୍କର ମୁଖକୁ ଆମମାନଙ୍କର ହୃଦୟକୁ ଉନ୍ମୁକ୍ତ କରିବା ପାଇଁ ତୁମେ ଦୟା କଲ, ଧନ୍ୟବାଦ କରୁଅଛୁ। ଏ ସମୟରେ ପ୍ରିୟ ପ୍ରଭୁ ଆମମାନେ ପ୍ରାର୍ଥନା କରୁଅଛୁ ଯେଉଁ ବାକ୍ୟ ତୁମେ ଆମମାନଙ୍କ ହସ୍ତରେ ମୁଖରେ ତୁମେ ଆମମାନଙ୍କ ହୃଦୟରେ ଦେଇଛ ସେ ବାକ୍ୟକୁ ତୁମେ ଦୟାକର, ଅନୁଗ୍ରହ କର। ପ୍ରଭୁ ବାକ୍ୟ ଦ୍ୱାରା ଯେ ପ୍ରକାର ମାନେ ନିଷ୍ଠା ପ୍ରାପ୍ତ ହେବ ଏହି ସମୟରେ ଆଲୋଚନା କରିବୁ, ନିଜ ଜୀବନରେ ପ୍ରୟୋଗ କରିବାକୁ ପାରିବୁ, ସେହିପରି ଦୟା କର। ଗୌରବ ପୂଜା ପ୍ରଶଂସା ତୁମେ ପାଅ। ପ୍ରିୟତମ ଯୀଶୁଙ୍କ ନାମରେ ଛୋଟ ଭିକ୍ଷା ମାଗିଲି ପିତ, ଆମେନ୍। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଏହି ସମୟରେ ମାନେ ଅଳ୍ପ ସମୟ ଏହି ପ୍ରଥମ ଥେସଲୋନିକୀୟ ତାର 1 ଅଧ୍ୟାୟ ଉପରେ ଆଲୋଚନା କରିବା। ଆଉ ଯଦି ଆମମାନେ ଦେଖିବା ଏହାକୁ ଆମମାନେ ଏ ପ୍ରକାର ନାଁ ଦେଇପାରିବା ଯେ ଥେସଲୋନିକୀୟ ମଣ୍ଡଳୀର ଆଦର୍ଶ। ଥେସଲୋନିକୀୟ ମଣ୍ଡଳୀର ଆଦର୍ଶ, ଆଉ ବ୍ରାକେଟରେ ସେ ଆଦର୍ଶକୁ ଆମେ ସେମାନଙ୍କର ବିଶ୍ୱାସର କର୍ମ ବୋଲି ଦେଇପାରିବା। ଏଠାରେ ବିଭିନ୍ନ ବିଷୟ ଅଛି, ସେ ଆଦର୍ଶର ବିଭିନ୍ନ ବିଷୟ, କିନ୍ତୁ ଆଜି ମୁଁ କେବଳ ବିଶ୍ୱାସର କର୍ମ ଉପରେ ଆଲୋଚନା କରିବି ଆପଣମାନଙ୍କ ସହିତ। ସେଥିପାଇଁ ଥେସଲୋନିକୀୟ ମଣ୍ଡଳୀର ଆଦର୍ଶରେ ବ୍ରାକେଟରେ ଆପଣମାନେ ଲେଖିପାରିବେ ବା ରଖିପାରିବେ ଯେ ଥେସଲୋନିକୀୟ ମଣ୍ଡଳୀର ବିଶ୍ୱାସର କର୍ମ। ତେବେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଥେସଲୋନିକୀୟ ମଣ୍ଡଳୀର ପୃଷ୍ଠଭୂମି ଉପରେ ଆମମାନେ ଦେଖିବା, ଥେସଲୋନିକୀୟ ମଣ୍ଡଳୀ ପ୍ରେରିତ ପାଉଲଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସେ ଯେତେବେଳେ ତାଙ୍କର ଦ୍ୱିତୀୟ ମିଶନାରୀ ଯାତ୍ରା, ସୁସମାଚାର ଯାତ୍ରା ସେ କରିଥିଲେ, ଫିଲିପରୁ ଯେତେବେଳେ ସେ ଆଖାୟାକୁ ଯାଉଥିଲେ, ସେ ସମୟରେ କିଛି ସମୟ ଥେସଲୋନିକୀରେ ପୁଣି ଆଥେନ୍ସରେ ବା ଆଥିନିରେ ସେ ସମୟ କାଟିଥିଲେ। ଆଉ ସେଇ ସମୟରେ ସେ ମଣ୍ଡଳୀ ସ୍ଥାପନ କରିଥିଲେ। ଆଉ ଆମେ ଦେଖୁଛୁ ଯେ ଥେସଲୋନିକୀରେ କିଛି ଗୋଟେ ଘଟଣା ଘଟିଥିଲା, ଆଉ ସେମାନଙ୍କୁ ତାଡ଼ନା ହେଇଥିଲା। ପ୍ରେରିତ ପାଉଲଙ୍କୁ, ତିମୋଥୀଙ୍କୁ ଏବଂ ସିଲାଙ୍କୁ। ଆଉ ସେଇ ସମୟରେ ପ୍ରେରିତ ପାଉଲ ସେମାନଙ୍କୁ କହିଲେ, ତିମୋଥୀକୁ ଏବଂ ସିଲାଙ୍କୁ, ତୁମେ ଏଠାରେ ରୁହ, ପ୍ରଭୁଙ୍କର ବାକ୍ୟ ପ୍ରଚାର କର, ମୁଁ ଏଥେନ୍ସକୁ ଯିବି। ଆଉ ସେଇ ପ୍ରକାର ଭାବରେ ସେ ଏଥେନ୍ସକୁ ଚାଲିଗଲେ। ପରବର୍ତ୍ତୀ ସମୟରେ ଯେତେବେଳେ ସେ କରନ୍ତିକୁ ଆସିଲେ, ଆଉ ସେଇ ସମୟରେ ପତ୍ର ସେ ଲେଖୁଛନ୍ତି। ଆଉ କରନ୍ତିକୁ ଆସିବା ସମୟରେ ତାଙ୍କର ଇଚ୍ଛା ଥିଲା ଯେ ପ୍ରକାର ସେ ଥେସଲୋନିକୀୟ ମଣ୍ଡଳୀର ଲୋକମାନଙ୍କର ମୁଖକୁ ଦର୍ଶନ କରିବେ, ଦେଖିବା ପାଇଁ, ତାଙ୍କ ସହିତ ସାକ୍ଷାତ କରିବା ପାଇଁ ତାଙ୍କର ଏକ ପ୍ରକାର ସୁନ୍ଦର ମନ ଥିଲା, ତାଙ୍କର ଗୋଟେ ବୋଝ ଥିଲା, ଇଚ୍ଛା ଥିଲା। କିନ୍ତୁ ସେ କହୁଛନ୍ତି ଯେ ତାର 2 ଅଧ୍ୟାୟରେ ଆମେ ଦେଖୁଛୁ ଯେ ପ୍ରେରିତ ପାଉଲ କହିଲେ, ଥେସଲୋନିକୀୟ ମଣ୍ଡଳୀକୁ ଯିବା ପାଇଁ, ବିଶ୍ୱାସୀ ମାନଙ୍କୁ ଦେଖିବା ପାଇଁ, ସେମାନଙ୍କ ସହିତ ସାକ୍ଷାତ କରିବା ପାଇଁ ମୋର ଇଚ୍ଛା ଅଛି, କିନ୍ତୁ ଶୟତାନ ବାଧା ଦେଲା ବୋଲି ଲେଖୁଛନ୍ତି। ସେଥିପାଇଁ ସେ କଣ କଲେ ନା ତିମୋଥୀଙ୍କୁ ସେମାନଙ୍କ ନିକଟକୁ ପଠାଇଲେ। ଆଉ 3 ଅଧ୍ୟାୟରେ ଆମେ ଦେଖୁଛୁ ତିମୋଥୀ ଥେସଲୋନିକୁ ଯାଇ ପୁନର୍ବାର ସେ ଫେରି ଆସିଲେ ଏବଂ ଥେସଲୋନିକୀୟ ମଣ୍ଡଳୀରେ ଯେଉଁ ସମସ୍ତ ବିଷୟ ସେ ଦେଖିଲେ ତାର ଏକ ବିବରଣୀ ସେ ପାଉଲଙ୍କ ନିକଟରେ ପ୍ରକାଶ କରୁଅଛନ୍ତି। ଆଉ ସେ ବିବରଣୀକୁ ନେଇ, ସେ ବିବରଣୀକୁ ବେସ୍ କରି ପ୍ରେରିତ ପାଉଲ ଏହି ପତ୍ରଟି ସେ ଲେଖୁଛନ୍ତି। ତେବେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ସେଇଠାରେ ଆମେ ଦେଖୁଛୁ ତିମୋଥୀ ଆସିଲେ ଏବଂ ପ୍ରେରିତ ପାଉଲଙ୍କୁ ଥେସଲୋନିକୀୟ ମଣ୍ଡଳୀ ସମ୍ବନ୍ଧରେ କହିଲେ, ତାଙ୍କର ବିଶ୍ୱାସ ସମ୍ବନ୍ଧରେ ଏବଂ ପ୍ରେମ ସମ୍ବନ୍ଧରେ ଏବଂ ଭରସା ସମ୍ବନ୍ଧରେ ସେମାନଙ୍କୁ ତିମୋଥୀ ସେ ଆସି ପାଉଲଙ୍କୁ ସେ ସମସ୍ତ ବିଷୟ ଜଣାଇଲେ। ଆଉ ଏଇଠାରେ ଆମେ ଦେଖୁଛୁ ପ୍ରେରିତ ପାଉଲ ଆଉ ଏଇ ପତ୍ରଟି ସେ ଲେଖୁଅଛନ୍ତି ସେମାନଙ୍କ ନିମନ୍ତେ। ତେବେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଏଇ ଶାସ୍ତ୍ରାଂଶ ଯାହା ମାନେ ପାଠ କଲୁ, ଏହାକୁ ମୁଁ 3 ଭାଗରେ ବିଭକ୍ତ କରିଛି। 3 ଭାଗରେ ଆମେ ଦେଖିବା ଯେ ଥେସଲୋନିକୀୟ ମଣ୍ଡଳୀର ବିଶ୍ୱାସର କର୍ମକୁ 3 ଭାଗରେ ମୁଁ ବିଭକ୍ତ କରିଛି। ପ୍ରଥମ ବିଷୟ ହେଲା ଯେ 2 ଏବଂ 3 ପଦ, ଯେ ଏଠାରେ ଲେଖା ଅଛି, ଆମମାନଙ୍କ ଈଶ୍ୱର ପିତାଙ୍କ ଛାମୁରେ ଆମେ ତୁମମାନଙ୍କ ବିଶ୍ୱାସର କର୍ମ
ପ୍ରେମର ପରିଶ୍ରମ ଓ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମମାନଙ୍କ ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ସ୍ମରଣ କରି ଆମମାନଙ୍କ ପ୍ରାର୍ଥନାରେ ତୁମମାନଙ୍କ ନାମ ଉଲ୍ଲେଖ ପୂର୍ବକ ତୁମ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଏଇଠାରେ ଆମେ ଦେଖୁଛୁ ଥେସଲୋନିକୀୟ ମଣ୍ଡଳୀର ଗୋଟେ ଆଦର୍ଶ ଥିଲା, ଆଉ ସେ ଆଦର୍ଶ ହେଲା ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଏବଂ ଭରସାର ଧୈର୍ଯ୍ୟ। ଏହା ଥିଲା ସେମାନଙ୍କର ଆଦର୍ଶ। ଆଉ ପ୍ରେରିତ ପାଉଲ ଏଇ ଆଦର୍ଶକୁ ସେ ଦେଖିଲେ, ଏ ଆଦର୍ଶର ବିବରଣୀ ସେ ତିମୋଥୀଙ୍କ ନିକଟରୁ ପାଇଲେ ଯେ କି ପ୍ରକାର ଭାବରେ ସେମାନେ ବିଶ୍ୱାସର କର୍ମ କରୁଅଛନ୍ତି, ବିଶ୍ୱାସରେ ବୃଦ୍ଧି ପାଉଅଛନ୍ତି, ବିଶ୍ୱାସକୁ ପ୍ରତିଫଳନ କରୁଛନ୍ତି ଏବଂ କି ପ୍ରକାର ଭାବରେ ପ୍ରେମ ନିମନ୍ତେ ସେମାନେ ପରିଶ୍ରମ କରୁଛନ୍ତି ଏବଂ ସେମାନେ ଭରସାରେ କି ପ୍ରକାର ଧୈର୍ଯ୍ୟ ଧରି ଅଛନ୍ତି, ସେ ବିଷୟରେ ଆମେ ଏଠାରେ ଦେଖିବାକୁ ପାରୁଛୁ। ତେବେ ପ୍ରେରିତ ପାଉଲ ଯଦି ବା ଏ ସମସ୍ତ ବିଷୟ ଲେଖୁଛନ୍ତି, ତଥାପି ଥେସଲୋନିକୀୟ ମଣ୍ଡଳୀକୁ ସେମାନଙ୍କର କେତୋଟି ସମସ୍ୟା ବିଷୟରେ ମଧ୍ୟ ସେ ସେଠାରେ ଉପସ୍ଥାପନା କରୁଛନ୍ତି, ପ୍ରକାଶ କରୁଛନ୍ତି। ତେବେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଠି ଆମେ ଦେଖୁଛୁ ଯେ ପ୍ରେରିତ ପାଉଲଙ୍କର ପ୍ରଥମ ବିଷୟ ଯଦି ଆମେ ଦେଖିବା, ଏଇ ବିଶ୍ୱାସର କର୍ମ କଣ କରେ ବା ବିଶ୍ୱାସୀ ମାନଙ୍କର ବା ଗୋଟିଏ ମଣ୍ଡଳୀର ବିଶ୍ୱାସର କର୍ମ ଅନ୍ୟ ବିଶ୍ୱାସୀଙ୍କୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଏବଂ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ପ୍ରେରଣା ଯୋଗାଏ। ପ୍ରଥମ ବିଷୟ ଆମେ ଦେଖିବା ଯେ ଆମମାନଙ୍କର ବିଶ୍ୱାସର କର୍ମ ଅନ୍ୟ ବିଶ୍ୱାସୀଙ୍କୁ ପ୍ରଭୁଙ୍କ ନିକଟରେ ଆମମାନଙ୍କ ପାଇଁ ଧନ୍ୟବାଦ ଦେବା ନିମନ୍ତେ ଏବଂ ଆମମାନଙ୍କ ପାଇଁ ପ୍ରାର୍ଥନା କରିବା ନିମନ୍ତେ ପ୍ରେରଣା ଯୋଗାଏ। ଆଉ ଯୋଉ ପର୍ଯ୍ୟନ୍ତ ଗୋଟିଏ ମଣ୍ଡଳୀ ଗୋଟେ ଆଦର୍ଶ ଆମେ ଦେଖୁନାହୁଁ, ସେଇ ମଣ୍ଡଳୀର ଗୋଟିଏ ବିଶ୍ୱାସର କର୍ମ କି ଉତ୍ତମ ବିଷୟ ଦେଖୁନାହୁଁ, ଆଉ ସେ ପର୍ଯ୍ୟନ୍ତ ମାନେ ମଣ୍ଡଳୀ ନିମନ୍ତେ ବା ବିଶ୍ୱାସୀ ମାନଙ୍କ ନିମନ୍ତେ ପ୍ରଭୁଙ୍କ ନିକଟକୁ ଧନ୍ୟବାଦ ଦେବା ପାଇଁ ଆମେ ପ୍ରେରଣା ପାଇପାରିବା ନାହିଁ। କିନ୍ତୁ ଏଇଠାରେ ଆମେ ଦେଖୁଛୁ ଯେ ପ୍ରେରିତ ପାଉଲ ଗୋଟେ ପ୍ରେରଣା ପାଉଛନ୍ତି ଯେ ସେମାନଙ୍କ ନିମନ୍ତେ, ଥେସଲୋନିକୀୟ ମଣ୍ଡଳୀର ଲୋକମାନଙ୍କ ନିମନ୍ତେ, ସେମାନଙ୍କର ବିଶ୍ୱାସର କର୍ମ ନିମନ୍ତେ ସେ କଣ କରିବେ ନା ପ୍ରଭୁଙ୍କୁ ଧନ୍ୟବାଦ ଦେବେ, ପ୍ରଭୁଙ୍କ ନିକଟରେ ସେମାନଙ୍କ ନିମନ୍ତେ ସେ ପ୍ରାର୍ଥନା କରିବେ। ଆଜି ଆମମାନଙ୍କର ମଣ୍ଡଳୀ ମାନଙ୍କରେ ଏ ପ୍ରକାର କି ପ୍ରକାର ବିଷୟ ରହିଛି, ଆମମାନଙ୍କର ମଣ୍ଡଳୀ ମାନଙ୍କରେ ସେ ପ୍ରକାର କାର୍ଯ୍ୟ ରହିଛି କି ଯୋଉ କାର୍ଯ୍ୟ, ଯୋଉ ଉତ୍ତମ କାର୍ଯ୍ୟ, ଯୋଉ ଆଦର୍ଶ ନେଇ ଅନ୍ୟ ବିଶ୍ୱାସୀ ମାନେ, ଅନ୍ୟ ପ୍ରଭୁଙ୍କର ନେତା ମାନେ ମଣ୍ଡଳୀ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ମଣ୍ଡଳୀ ନିମନ୍ତେ ପ୍ରାର୍ଥନା କରିବେ। ଅନେକ ସମୟରେ ଆମେ ଏ ପ୍ରକାର ଗ୍ରୁପରେ ଥିବା ସମୟରେ ଅନେକ ସମୟରେ ଆମେ କଣ କରୁ, ମଣ୍ଡଳୀ ନିମନ୍ତେ ପ୍ରାର୍ଥନା କରୁ। ଆଜି ମଧ୍ୟ ମଧ୍ୟସ୍ଥି ପ୍ରାର୍ଥନାରେ ଆମର ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ନିମନ୍ତେ ପ୍ରାର୍ଥନା କରାଗଲା, ପୁଣି ଅନେକ ସଂସ୍ଥା ଗୁଡ଼ିକ ନିମନ୍ତେ ପ୍ରାର୍ଥନା କରାଗଲା, ପୁଣି ଅନେକ ବିଶ୍ୱାସିନୀ ମାନଙ୍କ ନିମନ୍ତେ ଯୋଉମାନେ ତାଡ଼ନା ଭୋଗ କରୁଛନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କରାଗଲା। ତେବେ ଆମମାନଙ୍କର ଯୋଉ ପ୍ରାର୍ଥନା ଆମେ କରୁଛୁ, ଏଇ ସଂସ୍ଥା ଗୁଡ଼ିକରୁ, ଏଇ ମଣ୍ଡଳୀ ଗୁଡ଼ିକରୁ, ଏଇ ବିଶ୍ୱାସୀ ମାନଙ୍କର ଗୋଟେ ଆଦର୍ଶ ଆମେ ଦେଖିପାରୁଛୁ କି ଯାହାକି ଆମକୁ ପ୍ରେରଣା ଯୋଗେଇବ କଣ ନା ସେମାନଙ୍କ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ଆଜି ଅନେକ ମଣ୍ଡଳୀ ଗୁଡ଼ିକ ସେମାନଙ୍କର ଆଦର୍ଶରେ ଜୀବନ ଯାପନ ନ କରି ସେମାନଙ୍କର ଆଦର୍ଶରୁ ସେମାନେ ତଳେ ପଡ଼ି ଯାଇ ଅଛନ୍ତି। ଅନେକ ମଣ୍ଡଳୀ ଏକ ଆଦର୍ଶ ଜୀବନ ଯାପନ କରିବାରେ, ବିଶ୍ୱାସୀ ମାନେ ଆଦର୍ଶ ଜୀବନ ଯାପନ କରିବାରେ ସେମାନେ ତଳକୁ ପଡ଼ି ଯାଇଛନ୍ତି, ନ୍ୟୁନ ଭାବରେ ଅଛନ୍ତି ସେମାନେ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ଆମେ ବିଭିନ୍ନ ମଣ୍ଡଳୀରୁ ଅଛୁ, ଏଠି ବିଭିନ୍ନ ମଣ୍ଡଳୀରୁ ଅଛୁ, ବିଭିନ୍ନ ଗ୍ରାମରୁ ଅଛୁ। ତେବେ ଆମମାନଙ୍କର ଗୋଟେ ଚେଷ୍ଟା ହଉ, ଆମମାନଙ୍କର ଗୋଟେ ବୋଝ ହଉ ଯେ ଆମମାନଙ୍କର ମଣ୍ଡଳୀ ଯେ ପ୍ରକାର ଗୋଟେ ଆଦର୍ଶ ମଣ୍ଡଳୀ ହେଇପାରିବ, ସେଥିପାଇଁ ଆମମାନଙ୍କର ମଣ୍ଡଳୀ ଗୁଡ଼ିକ ନିମନ୍ତେ ଆମେ କିଛି କିଛି କାର୍ଯ୍ୟ କରିବା। ଆମମାନଙ୍କର ମଣ୍ଡଳୀ ଗୁଡ଼ିକୁ ଯଦି ପରାମର୍ଶ ଦେବା ପାଇଁ ଆମର କିଛି ରହିଛି, ପରାମର୍ଶ ଦେବା। ଆମମାନଙ୍କର ମଣ୍ଡଳୀ ଗୁଡ଼ିକୁ ଗଠନ କରିବା ପାଇଁ ଯଦି ଆମମାନଙ୍କର କିଛି ବିଷୟ ରହିଛି, ଆମେ ମଣ୍ଡଳୀକୁ ସେଇ ପ୍ରକାର ଭାବରେ ଗଠନ କରିବା ପାଇଁ ଚେଷ୍ଟା କରିବା, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ଆଉ ମଣ୍ଡଳୀର ଆଦର୍ଶ କଣ କରେ ନା ଅନ୍ୟ ବିଶ୍ୱାସୀ ମାନଙ୍କୁ ସେଇ ମଣ୍ଡଳୀ ନିମନ୍ତେ ପ୍ରାର୍ଥନା କରିବା ପାଇଁ, ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ ଏକ ପ୍ରେରଣା ଯୋଗାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଥେସଲୋନିକୀୟ ମଣ୍ଡଳୀର ସେଇ ବିଶ୍ୱାସର କର୍ମ ଏବଂ ସେମାନଙ୍କର ପ୍ରେମର ପରିଶ୍ରମ ଏବଂ
ସେମାନଙ୍କର ଭରସାର ଧୈର୍ଯ୍ୟ କଣ କଲା ନା ପ୍ରେରିତ ପାଉଲଙ୍କୁ ପ୍ରଭୁଙ୍କ ଠାରେ ସେମାନଙ୍କ ପାଇଁ ଧନ୍ୟବାଦ ଦେବା ନିମନ୍ତେ ଏବଂ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ନିମନ୍ତେ ପ୍ରେରଣା ଯୋଗାଇଲା। ଆଉ ଆମେ ଦେଖୁଛୁ ଯଦି ପ୍ରେରିତ ପାଉଲ କଣ କହୁଛନ୍ତି ନା ମୁଁ ସେମାନଙ୍କ ନିମନ୍ତେ ଧନ୍ୟବାଦ ନ ଦେଇ ମୁଁ ରହିପାରୁନାହିଁ। ସେଇ 3 ଅଧ୍ୟାୟ ପ୍ରଥମ ଥେସଲୋନିକେ 3 ଅଧ୍ୟାୟ 9 ପଦ ଲେଖା ଅଛି, ହଁ ଆମମାନଙ୍କ ଈଶ୍ୱରଙ୍କ ଛାମୁରେ ତୁମମାନଙ୍କ ସକାଶେ ଆମେମାନେ ଯେ ସମସ୍ତ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିର ପ୍ରତିଦାନ ସ୍ୱରୂପେ ତୁମମାନଙ୍କ ନିମନ୍ତେ ଈଶ୍ୱରଙ୍କୁ କିପରି ଧନ୍ୟବାଦ ଦେଇପାରୁ। କି ପ୍ରକାର ଭାବରେ ଈଶ୍ୱରଙ୍କୁ ଆମେ ଧନ୍ୟବାଦ ଦେଇପାରୁ। ସେମାନଙ୍କର ମୁଖ ମାନେ ସେମାନେ ଏତେ ଆନନ୍ଦିତ, ପ୍ରଭୁଙ୍କୁ କେମିତି ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବୁ ଏଇ ମଣ୍ଡଳୀ ନିମନ୍ତେ, ଆମେ କି ପ୍ରକାର ଧନ୍ୟବାଦ ଦେବୁ ଏହି ବିଶ୍ୱାସିନୀ ମାନଙ୍କ ନିମନ୍ତେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ଯେ ପ୍ରକାର ଏକ ଆଦର୍ଶ ଜୀବନ ଯାପନ କରିବା, ସେଥିପାଇଁ ଜାଗ୍ରତ ହେବା, ଯାହାକି ଅନ୍ୟମାନଙ୍କ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବାରେ ଏବଂ ଆମମାନଙ୍କ ପାଇଁ ପ୍ରାର୍ଥନା କରିବାରେ ଏକ ପ୍ରେରଣା ଯୋଗାଇବ। ଦ୍ୱିତୀୟ ବିଷୟ ଯଦି ଆମେ ଦେଖିବା 4 ରୁ 6 ପଦ ପର୍ଯ୍ୟନ୍ତ, କାରଣ ହେ ଈଶ୍ୱରଙ୍କ ପ୍ରିୟ ପାତ୍ର ଭ୍ରାତୃବୃନ୍ଦ, ଆମେ ମାନେ ଜାଣୁ ଯେ ତୁମେ ମାନେ ମନୋନୀତ ଲୋକ, ତେଣୁ ଆମମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମମାନଙ୍କ ନିକଟରେ ଉପସ୍ଥିତ ହେଲା। ତୁମମାନଙ୍କ ମଧ୍ୟରେ ଥିବା ସମୟରେ ତୁମମାନଙ୍କ ନିମନ୍ତେ ଆମେ ମାନେ କି ପ୍ରକାର ବ୍ୟବହାର କରିଥିଲୁ ତାହା ତ ତୁମେ ମାନେ ଜାଣ। ପୁଣି ତୁମେ ମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଙ୍କ ଦତ୍ତ ଆନନ୍ଦ ସହ ସେ ବାକ୍ୟ ଗ୍ରହଣ କରି ଆମମାନଙ୍କ ପ୍ରଭୁଙ୍କର ଅନୁକାରୀ ହୋଇଥିଲ। ଏପରିକି ତୁମେ ମାନେ ମାକିଦୋନିଆ ଓ ଆଖାଇ ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ। ପ୍ରିୟ ପ୍ରଭୁଙ୍କ ଲୋକମାନେ, 8 ପଦ ମଧ୍ୟ ଯଦି ଦେଖିବା, କାରଣ ତୁମମାନଙ୍କ ଠାରୁ ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦୋନିଆ ଓ ଆଖାଇରେ ଘୋଷିତ ହୋଇଅଛି ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ପ୍ରତି ତୁମମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ ସେ ସମ୍ବନ୍ଧରେ ଆମମାନଙ୍କର କିଛି କହିବା ଆବଶ୍ୟକ ନାହିଁ। ଦ୍ୱିତୀୟ ବିଷୟ ଯଦି ଦେଖିବା, ପ୍ରଥମ ବିଷୟ ଆମେ ଦେଖିଲୁ ଯେ ଆମମାନଙ୍କର ଆଦର୍ଶ ଅନ୍ୟ ବିଶ୍ୱାସୀଙ୍କୁ, ଅନ୍ୟ ପ୍ରଭୁଙ୍କ ଲୋକଙ୍କୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ନିମନ୍ତେ, ଆମମାନଙ୍କ ପାଇଁ ପ୍ରାର୍ଥନା କରିବା ନିମନ୍ତେ ଏକ ପ୍ରେରଣା ଯୋଗାଏ। ଦ୍ୱିତୀୟ ବିଷୟ ଯଦି ଦେଖିବା ଯେ ଆମମାନଙ୍କର ଆଦର୍ଶ ନିମନ୍ତେ ଈଶ୍ୱରଙ୍କର ବାକ୍ୟର ପ୍ରଭାବ, ଆମମାନଙ୍କର ଯୋଉ ଆଦର୍ଶ ବା ବିଶ୍ୱାସୀ ମାନଙ୍କର ଯୋଉ ଆଦର୍ଶ, ବିଶ୍ୱାସୀ ମାନଙ୍କର ଯୋଉ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ, ଭରସାର ଧୈର୍ଯ୍ୟ, ଆଉ ଏହା କୋଉ ଦ୍ୱାରା ନା ଈଶ୍ୱରଙ୍କର ବାକ୍ୟର ଶକ୍ତିର ପ୍ରଭାବ। ହାଲେଲୁୟା। ଆମେ ଅନେକ ସମୟରେ ଫଳ ଚାହୁଁଛୁ, ଅନେକ ସମୟରେ ବିଶ୍ୱାସୀ ମାନଙ୍କର ଜୀବନୀ, ବିଶ୍ୱାସୀ ମାନଙ୍କର ଲାଇଫଷ୍ଟାଇଲକୁ ଦେଖିବା ପାଇଁ ଚାହୁଁଛୁ, ଆଦର୍ଶ ଦେଖିବା ପାଇଁ ଚାହୁଁଛୁ, କିନ୍ତୁ ସେଇ ଆଦର୍ଶ କୋଉଠୁ ଆସିବ ନା ଈଶ୍ୱରଙ୍କର ବାକ୍ୟର ଶକ୍ତିର ପ୍ରଭାବ। ହାଲେଲୁୟା। ଆଉ ଏଠାରେ ପ୍ରେରିତ ପାଉଲ ଈଶ୍ୱରଙ୍କର ବାକ୍ୟର ଶକ୍ତିର ପ୍ରଭାବକୁ ସେ ପ୍ରକାଶ କରୁଅଛନ୍ତି। ଆଉ ଏଇଠାରେ ଯଦି ଆମେ ଦେଖିବା, ବାକ୍ୟ ପ୍ରଚାର କରିବା ଏବଂ ବାକ୍ୟ ଶୁଣିବା, ଦୁଇ ପଟୁ ବାକ୍ୟ ପ୍ରଚାର କରିବା ଲୋକମାନେ ଏବଂ ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରେ ଏ ପ୍ରକାର ସମ୍ପର୍କ ରହିବା ଦରକାର। ବାକ୍ୟ ପ୍ରଚାର କରିବା ଲୋକମାନେ କି ପ୍ରକାର ବାକ୍ୟ ପ୍ରଚାର କରିବା ଦ୍ୱାରା ତାହା ଶକ୍ତିଯୁକ୍ତ ଭାବରେ ଜଣେ ବିଶ୍ୱାସୀଙ୍କ ଜୀବନରେ କାର୍ଯ୍ୟ କରିବ, ଏବଂ ବାକ୍ୟ ପ୍ରଚାର କରିବା ସମୟରେ କି ପ୍ରକାର ଶୁଣିବା ଦ୍ୱାରା ତାହା ଶକ୍ତିଯୁକ୍ତ ଭାବରେ ସେମାନଙ୍କ ଜୀବନରେ କାର୍ଯ୍ୟ କରିବ ଏବଂ ସେମାନେ ଗୋଟେ ଆଦର୍ଶ ଜୀବନ ଯାପନ କରିବେ। ଆଉ ଆମମାନଙ୍କର ବା ବିଶ୍ୱାସୀ ମାନଙ୍କର ଆଦର୍ଶର ଜୀବନ କୋଉ ପ୍ରକାର ଭାବରେ ହବ ନା ଈଶ୍ୱରଙ୍କର ବାକ୍ୟର ପ୍ରଭାବ, ଶକ୍ତିଯୁକ୍ତ ପ୍ରଭାବ। ପ୍ରଥମେ ଦେଖିଲୁ ଯେ ପ୍ରେରଣା ଯୋଗାଏ, ଦ୍ୱିତୀୟରେ ଆମେ ଦେଖିଛୁ ପ୍ରଭାବ, ଈଶ୍ୱରଙ୍କର ବାକ୍ୟର ଶକ୍ତିର ପ୍ରଭାବ ପକାଏ। ଆଉ କେମିତି ବାକ୍ୟ ନା ଏଠି ଆମେ ଦେଖୁଛୁ ପ୍ରେରିତ ପାଉଲ କହିଲେ, ତେଣୁ ଆମମାନଙ୍କ ସୁସମାଚାର କେବଳ ବାକ୍ୟର ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସ୍ୱରୂପ। ଅର୍ଥାତ୍ ଏଠି ଆମେ ଦେଖୁଛୁ ପ୍ରେରିତ ପାଉଲ ସେ ପୂର୍ବରୁ ମଧ୍ୟ କହିଛନ୍ତି, ମୁଁ ଜ୍ଞାନର ପଟୁତା ଦ୍ୱାରା ଈଶ୍ୱରଙ୍କର ବାକ୍ୟ ପ୍ରଚାର କରେ ନାହିଁ, ମୁଁ ଜ୍ଞାନ ଦ୍ୱାରା ଜ୍ଞାନ ପ୍ରୟୋଗ କରେ ନାହିଁ। ଈଶ୍ୱରଙ୍କର ବାକ୍ୟ କହିବା ସମୟରେ, ସୁସମାଚାର କହିବା ସମୟରେ, ପ୍ରଚାର କରିବା ସମୟରେ ପ୍ରେରିତ ପାଉଲଙ୍କର ଜ୍ଞାନ ସମ୍ବନ୍ଧରେ ଆମେ ଜାଣୁଛୁ, କିନ୍ତୁ ପ୍ରେରିତ ପାଉଲ କହୁଛନ୍ତି ମୁଁ ଜ୍ଞାନ ଦ୍ୱାରା, ଜ୍ଞାନର ପଟୁତା ଦ୍ୱାରା ଈଶ୍ୱରଙ୍କର ବାକ୍ୟ ପ୍ରଚାର କରେ ନାହିଁ, କିନ୍ତୁ ଈଶ୍ୱରଙ୍କ ଶକ୍ତିରେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରେ। ହାଲେଲୁୟା। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ।
ଆଉ ଈଶ୍ୱରଙ୍କର ବାକ୍ୟ କୋଉ ପ୍ରକାର ଭାବରେ ପ୍ରଚାରିତ ହେବା ଦରକାର ନା ଈଶ୍ୱରଙ୍କର ବାକ୍ୟ ଶକ୍ତିରେ ପ୍ରଚାରିତ ହେବା ଦରକାର। ଆଉ ଆମମାନଙ୍କର ମୁଖର ଯୋଉ ବାକ୍ୟ ଆମେ ପ୍ରକାଶ କରୁଛୁ, ବାକ୍ୟକୁ ଏପଟେ ସେପଟେ କରି ଆମେ ଲୋକକୁ ହସେଇ ମତେ ଅନେକ ସମୟରେ ବାକ୍ୟ ପ୍ରଚାର କରୁଛୁ। ସିରିୟସ୍ ବାକ୍ୟ ହେଲେ ମଧ୍ୟ ଆମେ କଣ କରୁଛୁ, ତାକୁ ହସେଇକି ପ୍ରଚାର କରିବା ପାଇଁ ଚେଷ୍ଟା କରୁଛୁ। ସେଇଟା ହଉଛି ସ୍ମୃତି ମଧୁର ବାକ୍ୟ। ମତେ ଜଣେ ଭାଇ ଗତ 2 ଦିନ ତଳେ ଫୋନ କରିଥିଲେ, ପ୍ରାୟ ଘଣ୍ଟାଟି ଆମେ କଥାବାର୍ତ୍ତା କରୁଥିଲୁ। ସେ କିଛି ପ୍ରଶ୍ନ ପଚାରିଲେ, ଆଉ ସେ ବାକ୍ୟ ସମ୍ବନ୍ଧରେ ଆମେ ଆଲୋଚନା କରୁ କରୁ ସେ କହିଲେ ଯେ ବାକ୍ୟ କଣ ପାଇଁ ଏମିତି କରି ପ୍ରଚାର କରାଯାଉନାହିଁ। ମୁଁ କହିଲି, ଶୁଣିବା ଲୋକର କାନ କୁଣ୍ଡିଆ, କହିବା ଲୋକର ପାଟି କୁଣ୍ଡିଆ। ଆଉ ସେଥିପାଇଁ ବାକ୍ୟ ଗୁଡ଼ିକ ଠିକ ଭାବରେ ପ୍ରଚାର କରାଯାଉନି, କାରଣ ଲୋକମାନେ ଚାହୁଁଛନ୍ତି କୋଉ ପ୍ରକାର ବାକ୍ୟ ସେମାନଙ୍କର କାନ କୁଣ୍ଡଉଛି। ବାକ୍ୟରେ ଲେଖା ଅଛି, ମୁଁ ବାକ୍ୟର ଶବ୍ଦକୁ ଅପବ୍ୟବହାର କରିବା ପାଇଁ ଇଚ୍ଛା କରୁନାହିଁ, କିନ୍ତୁ ବାକ୍ୟରେ ଲେଖା ଅଛି ସେମାନଙ୍କର କର୍ଣ୍ଣ ସ୍ମୃତି ମଧୁର ବାକ୍ୟ ଶୁଣିବା ପାଇଁ ଇଚ୍ଛା କରେ, ସେମାନଙ୍କର କର୍ଣ୍ଣ କୁଣ୍ଡାଏ। ସେଥିପାଇଁ ସେମାନେ କଣ କରନ୍ତି ନା ଶୁଣିବା ପାଇଁ ଇଚ୍ଛା କରନ୍ତି ସେ ପ୍ରକାର ବାକ୍ୟ। ଆଉ କହିବା ଲୋକ ମଧ୍ୟ ସେମାନଙ୍କୁ ଲାଗୁ ହେଲା ଭଳି, ସେମାନେ ଶୁଣିବା ପାଇଁ ଇଚ୍ଛା କରୁଥିଲା ଭଳି ବାକ୍ୟ ପ୍ରଚାର କରୁଛନ୍ତି। ସେଥିପାଇଁ ଦୁହେଁ ଖୁସି, କିନ୍ତୁ ଈଶ୍ୱରଙ୍କର ଶକ୍ତି ପ୍ରକାଶିତ ହୁଏ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ଆମେ ଯେତେବେଳେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରୁ, ଆମମାନଙ୍କର ବାକ୍ୟକୁ ଆମେ ଏପଟେ ସେପଟେ ନ କରି ସେମାନଙ୍କୁ ଖୁସି କଲା ଭଳି ବାକ୍ୟ ପ୍ରଚାର ନ କରି ଈଶ୍ୱରଙ୍କର ସତ୍ୟ ବାକ୍ୟ ଶକ୍ତିଯୁକ୍ତ ଭାବରେ ପ୍ରକାଶ କରିବା ଆବଶ୍ୟକ। ହାଲେଲୁୟା। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ। ଆଉ ଏ ଶକ୍ତିଯୁକ୍ତ ବାକ୍ୟ ଈଶ୍ୱର ଆମମାନଙ୍କର ହସ୍ତରେ ଦେଇଅଛନ୍ତି। ଆଉ କେବଳ ସେତିକି ନୁହେଁ, ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ମାନେ ପ୍ରଚାର କରିବା ଦରକାର। ଅନେକ ଲୋକ ଅଛନ୍ତି ଯୋଉ ଗିର୍ଜାକୁ ଗଲେ ସେ ପ୍ରକାର କଥା ହେବେ, ସେ ମଣ୍ଡଳୀକୁ ଲାଗୁ ହେଲା ଭଳି ବାକ୍ୟ ପ୍ରଚାର କରିବେ, ସେ ମଣ୍ଡଳୀକୁ ଖୁସି କଲା ଭଳି ବାକ୍ୟ ପ୍ରଚାର କରିବେ। ଆଉ ଗୋଟେ ମଣ୍ଡଳୀକୁ ଗଲେ ସେମାନେ ଆଉ ସେଠି ଖୁସି ହେଲା ଭଳି ବାକ୍ୟ ପ୍ରଚାର କରିବେ। ଯଦି ମୁଁ କହିବି ଏ ପ୍ରକାର ଭାବରେ ଆପଣ ମାନଙ୍କୁ ସ୍ପଷ୍ଟ କରିବା ନିମନ୍ତେ, ଜଣେ ଯଦି ପେଣ୍ଟିକଷ୍ଟ ମଣ୍ଡଳୀକୁ ଯିବ, ସେ ପେଣ୍ଟିକଷ୍ଟ ଲୋକମାନଙ୍କୁ ଖୁସି ହେଲା ଭଳି ବାକ୍ୟ ପ୍ରଚାର କରିବ। ଯଦି ବାପ୍ଟିଷ୍ଟ ମଣ୍ଡଳୀକୁ ଆସିବ, ବାପ୍ଟିଷ୍ଟ ମଣ୍ଡଳୀ ଲୋକମାନଙ୍କୁ ଖୁସି ହେଲା ଭଳି ବାକ୍ୟ ପ୍ରଚାର କରିବ। ଆଉ କୋଉଠିକି ଗଲେ ସେମାନଙ୍କୁ ଖୁସି ହେଲା ଭଳି ବାକ୍ୟ ପ୍ରଚାର କରିବ। ପ୍ରଭୁ ସେ ପ୍ରକାର ବାକ୍ୟ ଚାହାନ୍ତିନି, ଆଉ ସେଇ ପ୍ରକାର ବାକ୍ୟ ଆମମାନଙ୍କୁ ଆଦର୍ଶ ହେବା ପାଇଁ ତାହା ପ୍ରଭାବ ପକାଏ ନାହିଁ। ତେଣୁ ଯୋଉମାନେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରନ୍ତି ନମ୍ର ଭାବରେ, ଶକ୍ତିଯୁକ୍ତ ଭାବରେ ଏବଂ ଈଶ୍ୱରଙ୍କର ଆତ୍ମାରେ, ଈଶ୍ୱରଙ୍କ ଜ୍ଞାନର ବାକ୍ୟ, ଈଶ୍ୱରଙ୍କର ବାକ୍ୟକୁ ପ୍ରଚାର କରିବା ଦରକାର, ଯାହାକି ଲୋକମାନଙ୍କ ଜୀବନରେ ପ୍ରଭାବ ପକେଇବ। କେବଳ ସେତିକି ନୁହେଁ, ଆଉ କଣ ହୁଏ, ଯୋଉମାନେ ରିସିଭ କରନ୍ତି, ବାକ୍ୟକୁ ଗ୍ରହଣ କରନ୍ତି, ସେମାନଙ୍କର ମଧ୍ୟ କର୍ତ୍ତବ୍ୟ ରହିଛି କୋଉ ପ୍ରକାର ଭାବରେ ସେମାନେ ବାକ୍ୟକୁ ଗ୍ରହଣ କରିବେ। ଆଉ ଏଠାରେ ପ୍ରେରିତ ପାଉଲ କହୁଛନ୍ତି ସେ କି ପ୍ରକାର ବାକ୍ୟ ପ୍ରଚାର କରୁଛନ୍ତି, କିନ୍ତୁ କି ପ୍ରକାର ଭାବରେ ଥେସଲୋନିକ ମଣ୍ଡଳୀର ଲୋକମାନେ ମଧ୍ୟ ବାକ୍ୟକୁ ଗ୍ରହଣ କଲେ ତାହା ମଧ୍ୟ ସେ ପ୍ରକାଶ କରୁଛନ୍ତି। 6 ପଦ ଲେଖା ଅଛି, ପୁଣି ତୁମେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଙ୍କ ଦତ୍ତ ଆନନ୍ଦ ସହ ସେ ବାକ୍ୟ ଗ୍ରହଣ କରି ଆମମାନଙ୍କ ପ୍ରଭୁଙ୍କର ଅନୁକାରୀ ହୋଇଥିଲ। ସେ କହୁଛନ୍ତି ଯେ ଯୋଉ ବାକ୍ୟ ଆମେ ପ୍ରଚାର କଲୁ ଶକ୍ତିର ସହିତ, ପବିତ୍ର ଆତ୍ମାଙ୍କର ସହାୟତାରେ ଏବଂ ନିଶ୍ଚିତତାର ସହିତ, ତାଙ୍କଠାରେ କୌଣସି ଦ୍ୱନ୍ଦ୍ୱ ନଥିଲା। ଯୋଉ ବାକ୍ୟ ସେ ପ୍ରଚାର କରୁଥିଲେ ସେ ବାକ୍ୟ ଦ୍ୱନ୍ଦ୍ୱର ସହିତ ସେ ପ୍ରଚାର କରୁନଥିଲେ, ଅତି ସ୍ପଷ୍ଟ ଭାବରେ ଏବଂ ନିଶ୍ଚିତତାର ସହିତ, with confirmation, with assurance he preached the word of God। ସେ ଈଶ୍ୱରଙ୍କର ବାକ୍ୟକୁ ସେ କଣ କଲେ, ଏସ୍ୟୁରାନ୍ସ ର ସହିତ ବା ଅତ୍ୟନ୍ତ ନିଶ୍ଚିତତାର ସହିତ ସେ ପ୍ରଚାର କଲେ। ଯୋଉଟା ପ୍ରଚାର କରୁଥିଲେ ତାକୁ ସେ ଜାଣୁଥିଲେ। ଆଜି ଅନେକ ପ୍ରଚାରକ ମାନେ ଅଛନ୍ତି ଯୋଉମାନେ କି ଯାହା ପ୍ରଚାର କରନ୍ତି, ଈଶ୍ୱରଙ୍କର ବାକ୍ୟ ଲେଖା ଅଛି, ସେମାନେ କଣ ପ୍ରଚାର କରନ୍ତି ତାହା ସେମାନେ ଜାଣନ୍ତି ନାହିଁ। କିଏ ପ୍ରଭୁଙ୍କ ଲୋକମାନେ, ପ୍ରେରିତ ପାଉଲ ସେ ପ୍ରକାର ନଥିଲେ। ଆଉ ଏଠି ଆମେ ଦେଖୁଛୁ ଯୋଉମାନେ ଶୁଣୁଥିଲେ ସେମାନେ ମଧ୍ୟ କି ପ୍ରକାର ଶୁଣିଲେ, ଯେ କ୍ଲେଶ ସମୟରେ, ସେଇ ସମୟରେ ଶୁଣିବା ସମୟରେ କ୍ଲେଶ ଥିଲା। ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ଶୁଣୁଛୁ, ଆମମାନଙ୍କ ପ୍ରତି ଏତେ କ୍ଲେଶ ନାହିଁ, ଆମମାନଙ୍କ ପ୍ରତି ଏତେ ତାଡ଼ନା ନାହିଁ ଏବେ ଶୁଣିବା ସମୟରେ। କିନ୍ତୁ ଯେତେବେଳେ ପ୍ରେରିତ ପାଉଲ ଥେସଲୋନିକରେ ବାକ୍ୟ ପ୍ରଚାର କରୁଥିଲେ, ସେମାନେ ଶୁଣିବା ସମୟରେ ସେମାନଙ୍କ ପ୍ରତି ଦୁଃଖ ଏବଂ କ୍ଲେଶ ଆସିଥିଲା, କିନ୍ତୁ ସେଇ ସମୟରେ ମଧ୍ୟ ପବିତ୍ର ଆତ୍ମାଙ୍କର ଆନନ୍ଦର ସହିତ ସେମାନେ କଣ କଲେ, ଈଶ୍ୱରଙ୍କର ବାକ୍ୟକୁ ଗ୍ରହଣ କଲେ। ହାଲେଲୁୟା। ଆଉ ଆମମାନଙ୍କର ରେସ୍ପନ୍ସ, ଆମମାନଙ୍କର ପ୍ରତିକ୍ରିୟା ଈଶ୍ୱରଙ୍କର ବାକ୍ୟ ପ୍ରତି ଏ ପ୍ରକାର ହେବା ଦରକାର ଯେ କ୍ଲେଶରେ ମଧ୍ୟ
आमानकर प्रतिकूल परिस्थिति मध्य ईश्वरकर वाक्य को पवित्र आत्माकर आनंद रे आमाने ग्रहण करबा दरकार। माथ्यू 13 अध्याय आमाने देखुछु बीज बुणालीर दृष्टांत आमाने पढ़िबाने आमाने जानिछु, किंतु सेठारे जीशु ख्रीष्ट से दृष्टांत देवा समय कहले जे जड़े व्यक्ति वाक्य बुणिले बीज बुणिले आ बीज को वाक्य सहित तुलना करा जाए। आ जो माने गोटे गोष्ठी बा ए प्रकार हृदय लोक माने शुणिले जो माने के आनंद रे ताको ग्रहण कले, किंतु दुख एवं कष्ट आसीबा समय से माने कोन कले सेटा को पासोरी गले, वाक्य आ सेमानक ठारे रहिला नाही। से माने मध्य आनंद रे ग्रहण कले, किंतु दुख क्लेश आसीबा समय वाक्य को से माने परित्याग कले, से माने आत्मिक भाव रे वृद्धि पाइले नाही। आ सेई आनंद रे सेई प्रकार आनंद रे सुनिबा एवं एई प्रकार आनंद रे ईश्वरकर वाक्य को ग्रहण करिबा संपूर्ण भाव रे तफात अटे। आज अनेक लोक माने आनंद रे ग्रहण करती, आनंद रे शुणती, किंतु पवित्र आत्मा दत्त आनंद रे ताको ग्रहण करती नाही। तेणु आमाने ईश्वर दत्त पवित्र आत्मा दत्त आनंद रे ईश्वरकर वाक्य को ग्रहण करिबा। प्रिय प्रभु को लोक माने आ ए समय से प्रकार भाव रे ग्रहण करिबा दरकार। आ कोन सेटा लेखा अछि, जदि आपण माने देखिबे जे कि प्रकार भाव रे से माने ईश्वरकर वाक्य को ग्रहण करुथिले, से 2 अध्याय 13 पद। आओ एही कारणरू आमे माने मध्य निरंतर ईश्वर को धन्यवाद करूछु जे जेतेबेले तुमे माने आमानक द्वारा प्रचारित ईश्वरकर वाक्य ग्रहण कल, सेतेबेले ताहा मनुष्यर वाक्य स्वरूपे ग्रहण न करी बरं ईश्वरक वाक्य स्वरूपे ग्रहण करुथिलो। आउ वास्तव में ताहा ईश्वरकर वाक्य अटे। पुणी विश्वासी जे आमे माने विश्वासी जे तुमे माने तुम मानक अंतरे ताहा मध्य कार्य साधन करूअछि। आउ जेतेबेले लोक माने थेसलोनिक मंडली लोक माने ईश्वरकर वाक्य शुणुथिले, ता मनुष्यर वाक्य शुणला पर से माने शुणले नाही। जदि बा मु प्रचार करूछि मोर वाक्य शुणला पर से माने शुणले नाही, किंबा आउ जणे व्यक्ति प्रचार करछन्ते तांकर वाक्य शुणला पर से माने शुणले नाही, तार अर्थ से माने कोनोसी व्यक्ति को से माने गुरुत्व देल नाही, किंतु जहा कुआ जाउछि सेटा ईश्वरकर वाक्य बोली से माने ग्रहण कले। हालेलुया। ईश्वरकर वाक्य बोली ग्रहण कले। आउ मु कहिबा पई चाहे जणे सरल भाव रे मध्य जेतले ईश्वरकर वाक्य प्रचार करते माग दिया जीव खोज संधान पाइब द्वार मानत मान निमंत फिटाई दिया जीव। सरल भाव रे ईश्वरकर वाक्य को जेतले जणे व्यक्ति प्रचार करूछन्ते आ सुंदर भाव रे आ से समय ताको आमे ग्रहण करबा पई से लोक एंती कहला बोली आमे ग्रहण करबा उचित नुहे, कहबा उचित नुहे, ताको ईश्वरकर वाक्य बोली आमे ग्रहण करबा उचित। हालेलुया। आ तेबे जाई ताहा आमानक हृदय रे कार्य करिवो, आउ सेई वाक्य आमानक जीवन रे प्रभाव पकेब, आमानकर मन को ताहा परिवर्तन करिवो। अनेक समय रे आमे लोकन को फोर्स करूछु, चाप पकाउछु लोक मानकु कोन बोली तुमे एटा करो नाही सेटा करो नाही, ए प्रकार भाव रे मद पियो नाही, ए सब कहूछु, किंतु मन परिवर्तन कहबा पाए जीशुक ठारे जे विश्वास करिवो पवित्र आत्मा द्वारा जेतले जने पुनर्जात हेबो तार कोन हुए ना मन हृदय एवं इच्छा परिवर्तन हुए। जो माने प्रभु को ठार विश्वास करना पुनर्जन्म पाई ना से मानुक आमे कोन कहूछु चाप पकाउछु, तुमे कोन कर मद छाड़ एटा छाड़ सेटा छाड़, से ता केबे प्रभाव पके पारबो नै, कारण आमर परामर्श आमे दउछु किंतु ईश्वरकर वाक्य प्रचारित हेई पारु नाही। प्रेरित पाउल ख्रीष्ट को प्रचार कले, ख्रीष्ट को लोक मान निकट उपस्थापन कले जे कि आमानकर मन को परिवर्तन करि पारिबे। आ जेतेबेले लोक माने तांको ग्रहण कले तांको निकट को आसिले से माने कोन कले मन परिवर्तन कले। आ ईश्वरकर वाक्यर शक्ति प्रकार अछि तामानक जीवन रे प्रभाव पकाए, एक पॉजिटिव प्रभाव, एक सकारात्मक प्रभाव पकाए। प्रिय प्रभु को लोक माने आ से माने कोन कले ईश्वरकर वाक्य को पवित्र आत्मा दत्त आनंद रे ताको ग्रहण कले एवं ईश्वरकर वाक्य को से माने ईश्वरकर वाक्य परि ग्रहण कले जहा से मानकर हृदय रे कार्यकारी हला। आ जेताले ग्रहण कले प्रेरित पाउल कहउछन्ती तुमे माने आम मानकर अनुकारी हलो, सेट लेखा अछि एक से 6 पदर द्वितीय अंश रे आंभ मानक प्रभुंकर अनुग्रह अनुकारी होइतिले वाक्य ग्रहण कले आ अनुकारी हेले। से माने कार अनुकारी हेले जे वाक्य प्रचार कले ताकर अनुकारी हेले, आउ कार अनुकारी हेले जे ईश्वरंकर अनुकारी हेले। आउ गोटे जगह मु देखुथिली से माने कार अनुकारी हेले ना जदि आपण माने देखिबे
ଚାରି ଅଧ୍ୟାୟ 1 ପଦ ଯଦି ଆପଣ ମାନେ ଦେଖିବେ ଅତଏବ ହେ ଭାଇ ମାନେ ଅବଶେଷରେ କି ପ୍ରକାର ଆଚରଣ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଚିତ ସେ ସମ୍ବନ୍ଧରେ ତୁମେ ମାନେ ଆମମାନଙ୍କ ଠାରୁ ଯେ ପ୍ରକାର ଶିକ୍ଷା ପ୍ରାପ୍ତ ହେଲ ଆଉ ତୁମମାନଙ୍କ ମଧ୍ୟରେ ଯେ ପ୍ରକାର ଆଚରଣ କରୁଅଛ ତଦନୁସାରେ ଆହୁରି ଅଧିକ ଅଗ୍ରସର ହେବା ନିମନ୍ତେ ଆମେ ମାନେ ପ୍ରଭୁ ଯୀଶୁଙ୍କ ନାମରେ ତୁମମାନଙ୍କୁ ଅନୁରୋଧ କରୁଅଛୁ। ଏଇଠି ଆମେ ଦେଖୁଛୁ ଯେ ଏଇ ଲୋକମାନେ କଣ କଲେ ନା ସେମାନେ ପ୍ରଭୁଙ୍କ ଶିକ୍ଷା ପ୍ରାପ୍ତ ହେଇ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନେ କଣ କଲେ ନିଜ ଜୀବନକୁ ସମର୍ପଣ କଲେ। ଯଦି ଆପଣ ମାନେ ଦେଖିବେ 14 ପଦ 2:14 ପ୍ରଥମ ଥେସଲୋନିକେ 2:14 ଲେଖା ଅଛି କାରଣ ହେ ଭାଇ ମାନେ ତୁମେ ମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିବା ଜିହୁଦା ଦେଶସ୍ଥ ମଣ୍ଡଳୀ ସମୂହର ଅନୁକାରୀ ହୋଇଅଛ ତେଣୁ ସେମାନେ ଜିହୁଦୀ ମାନଙ୍କ ଦ୍ୱାରା ଯେଉଁ ସବୁ ଦୁଃଖ ଭୋଗ କରିଥିଲେ ତୁମେ ମାନେ ମଧ୍ୟ ସ୍ୱଜାତୀୟ ମାନଙ୍କ ଦ୍ୱାରା ସେଇ ସବୁ ଦୁଃଖ ଭୋଗ କରିଅଛ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଏଇଠି ଆମେ ଦେଖୁଛୁ ଅନୁକାରୀ ହେବା ବାକ୍ୟ ଗ୍ରହଣ କଲା ପରେ ଅନୁକାରୀ ହେବା ଆଉ ତାହା ହଉଛି ଆମମାନଙ୍କର ପରିବର୍ତ୍ତନର ଏକ ଅଂଶ ଅଟେ। ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟକୁ ଗ୍ରହଣ କରୁ ଆନନ୍ଦରେ ପବିତ୍ର ଆତ୍ମା ଦତ୍ତ ଆନନ୍ଦରେ ଯେତେବେଳେ ଈଶ୍ୱରଙ୍କର ବାକ୍ୟ ଭାବରେ ଗ୍ରହଣ କରୁ ତା ମାନଙ୍କର ଅନ୍ତରେ କାର୍ଯ୍ୟ କରେ ଏବଂ ଆମେ କାହାର ଅନୁକାରୀ ହଉ ନା ଯିଏ ପ୍ରଚାର କରେ ତାର ଆଦର୍ଶରେ ଅନୁପ୍ରାଣିତ ହେଉ। ଦ୍ୱିତୀୟରେ କାହାର ଅନୁପ୍ରାଣିତ ହଉ କାହାର ଅନୁକାରୀ ହଉ ନା ଈଶ୍ୱରଙ୍କର ଅନୁକାରୀ ହେଉ। ତାପରେ ଏଠି ଲେଖା ହଉଛି ମଣ୍ଡଳୀ ଜିହୁଦୀୟ ମଣ୍ଡଳୀ ମାନଙ୍କର ଅନୁକାରୀ ହେଲେ ଥେସଲୋନିକୀୟ ମଣ୍ଡଳୀ ଜିହୁଦା ପ୍ରଦେଶର ମଣ୍ଡଳୀ ର ଅନୁକାରୀ ହେଲେ ଆଉ ଜିହୁଦା ପ୍ରଦେଶର ମଣ୍ଡଳୀର ଅନୁକାରୀ ହେବା କଣ ନା ସେମାନେ ଯୋଉ ତାଡନା ଭୋଗ କରୁଥିଲେ କ୍ଲେଶ ଭୋଗ କରୁଥିଲେ ଥେସଲୋନିକୀୟ ମଣ୍ଡଳୀର ଲୋକମାନେ ମଧ୍ୟ ଈଶ୍ୱରଙ୍କର ବାକ୍ୟ ଶୁଣିଲା ପରେ ତାହାଙ୍କର ଅନୁକାରୀ ହେଲେ ଅର୍ଥାତ୍ କ୍ଲେଶରେ ଏବଂ ଦୁଃଖରେ ମଧ୍ୟ ସେମାନେ ଈଶ୍ୱରଙ୍କର ଗୌରବ କଲେ। ହାଲେଲୁୟା। ଆଉ ଏଇଟା ହଉଛି ଅନ୍ୟ ମଣ୍ଡଳୀର ଅନୁକାରୀ ହେବା। ଆଜି ଆମର ଅଞ୍ଚଳର ମଣ୍ଡଳୀ ଗୁଡ଼ିକର ଅନୁକାରୀ ହେବା ନିମନ୍ତେ ଅନ୍ୟ ମଣ୍ଡଳୀ ନୂଆ ମଣ୍ଡଳୀ ଅନୁକାରୀ ହେବା ନିମନ୍ତେ କଣ ଆମର ଆଦର୍ଶ ଅଛି ଯେ ସେମାନେ ଆମର ଅନୁକାରୀ ହେବେ। ପ୍ରେରିତ ପାଉଲଙ୍କର ଅନୁକାରୀ ହେଲେ ଈଶ୍ୱରଙ୍କର ଅନୁକାରୀ ହେଲେ ଏବଂ ମଣ୍ଡଳୀ ଗୁଡ଼ିକର ଅନୁକାରୀ ମଧ୍ୟ ହେଲେ ଥେସଲୋନିକୀୟ ମଣ୍ଡଳୀ ଜିହୁଦା ପ୍ରଦେଶର ମଣ୍ଡଳୀ ଗୁଡ଼ିକର ଅନୁକାରୀ ହେଲେ। ଆଉ କଣ ସେ ଅନୁକାରୀ ନା ସେମାନେ ଯୋଉ ଦୁଃଖ କ୍ଲେଶରେ ଜୀବନ ଯାପନ କରୁଥିଲେ ତାର ଅନୁକାରୀ ହେଲେ। ମୁଁ ଆପଣମାନଙ୍କୁ ଗୋଟେ ଉଦାହରଣ ଦେବି। ମୁଁ ଅନେକ ବର୍ଷ ତଳେ ଗୋଟେ ଛୋଟିଆ ମଣ୍ଡଳୀକୁ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ ଯାଇଥିଲେ ଆଉ ସେମାନେ ମାନେ ନୂଆ ଭାବରେ ପ୍ରଭୁଙ୍କୁ ଗ୍ରହଣ କରିଥିଲେ। ଖ୍ରୀଷ୍ଟମାସ ଆଉ ନୂଆ ବର୍ଷରେ ମତେ ଡାକିଲେ କେତେ ଦିନ ରହିବା ପାଇଁ ଆଉ ମୁଁ ସେଠାକୁ ଗଲି ବାକ୍ୟ ପ୍ରଚାର କଲା ପରେ ନୂଆ ବର୍ଷରେ ଯେତେବେଳେ ବାକ୍ୟ ପ୍ରଚାର ସରିଲା ସେମାନେ କହିଲେ ଆଜ୍ଞା ଆମେ କଣ କରିବା ନଗର ସଂକୀର୍ତ୍ତନ କରିବା ବୋଲି କହିଲେ। ମୁଁ କହିଲି ଭଲ କଥା କଣ ଆଣିଛ ନାଇଁ ମୃଦୁଙ୍ଗ ତାଳି ଧରିଛୁ। ମୁଁ କହିଲି ଭଲ କଥା ହେଲେ ଗୀତ ମାନେ ଏ କୀର୍ତ୍ତନକୁ ଗୀତରେ କଢେଇ ନେବା ପାଇଁ କେହି ନାହାନ୍ତି। ମୁଁ କହିଲି ଠିକ ଅଛି ମୁଁ ଗୀତରେ କଢେଇ ନେବି ଆପଣ ମାନେ ପାଳି ଧରନ୍ତୁ ମୁଁ ଶିଖେଇବି ବୋଲି ସେମାନଙ୍କୁ ସେ ବର୍ଷ କେମିତି ସଂକୀର୍ତ୍ତନ କରାଯାଏ ସେ ବିଷୟରେ ଶିଖେଇଲି। ପ୍ରଭୁଙ୍କର ଗୌରବ ପାଇଁ ମୁଁ କହୁଛି। କଲା ପରେ ସେମାନେ ବହୁତ ଖୁସି ହେଲେ ବହୁତ ଆନନ୍ଦିତ ହେଲେ। ମୁଁ କହିଲି ଆଗରୁ ଆମର ଅଞ୍ଚଳରେ ଏଇ ପ୍ରକାର ବିଷୟ ସବୁ ଥିଲା ନଗର ସଂକୀର୍ତ୍ତନ ଏଇ ପ୍ରକାର କରାଯାଉଥିଲା ଯେ ଅନ୍ୟମାନେ ମଧ୍ୟ ଆତ୍ମିକ ଭାବରେ ସେମାନେ ଉଦ୍ଦୀପିତ ହଉଥିଲେ। ଆଉ ଗୋଟେ ବର୍ଷ ସେମାନେ ମତେ ଡାକିଲେ ଗଲା ପରେ ସେମାନେ ନୂଆ ବର୍ଷ ସରିଲା ଖ୍ରୀଷ୍ଟମାସ ସରିଲା ନୂଆ ବର୍ଷ ସରିଲା ପରେ ନୂଆ ବର୍ଷରେ ଆଜ୍ଞା ଆଜି ନଗର ସଂକୀର୍ତ୍ତନ କରିବା ବୋଲି କହିଲେ। ମୁଁ କହିଲି ଠିକ ଅଛି କରିବା। ମୃଦୁଙ୍ଗ ତାଳି କାହିଁ ସେମାନେ କହିଲେ ନାଇଁ ଆଜ୍ଞା ଆଜି ବ୍ୟାଣ୍ଡ ପାର୍ଟି ମଗେଇଛୁ ବୋଲି କହିଲେ। ବ୍ୟାଣ୍ଡ ପାର୍ଟି କଣ ପାଇଁ ନାଇଁ ନଗର ସଂକୀର୍ତ୍ତନ କରିବା। ବ୍ୟାଣ୍ଡ ପାର୍ଟିରେ କେମିତି ନଗର ସଂକୀର୍ତ୍ତନ କରିବା ନାଇଁ ବ୍ୟାଣ୍ଡ ବଜେଇ ଯିବେ ଆମେ ପଛେ ପଛେ ଯିବା। ଆଉ ଏଇଟା ଅନ୍ୟ ମଣ୍ଡଳୀ ଗୁଡ଼ିକ ଆମର ଅନୁକାରୀ ହଉଛନ୍ତି ଆମର ମଣ୍ଡଳୀର ଅନୁକାରୀ ହଉଛନ୍ତି ଆମର ଖ୍ରୀଷ୍ଟୀୟ ସମାଜର ଅନୁକାରୀ ହଉଛନ୍ତି। ମୁଁ କହିଲି ଭାଇ ଏଇଟା ବନ୍ଦ କରିବା ଦରକାର ଯେହେତୁ ବ୍ୟାଣ୍ଡ ପାର୍ଟି ଦ୍ଵାରା ଆମେ ସଂକୀର୍ତ୍ତନ ଗୀତ ସ୍ତୋତ୍ର ସଂକୀର୍ତ୍ତନ ଦ୍ଵାରା ଆମେ ଅନ୍ୟକୁ ଉତ୍ସାହ ଦେଇପାରିବା କିନ୍ତୁ ବ୍ୟାଣ୍ଡ ପାର୍ଟି ଦ୍ଵାରା ଆମେ ଅନ୍ୟକୁ ଉତ୍ସାହ ଦେଇପାରିବା ନାଇଁ ଆତ୍ମିକ ପରିବେଶ ସୃଷ୍ଟି ହୁଏ ନାହିଁ। ଆଉ ବର୍ତ୍ତମାନ ଟ୍ରେଣ୍ଡ କଣ ନା ପ୍ରତ୍ୟେକ ମଣ୍ଡଳୀ
ଅନେକ ମଣ୍ଡଳୀ, ପ୍ରତ୍ୟେକ ମଣ୍ଡଳୀ ବୋଲି ମୁଁ କହିପାରିବେ ନାହିଁ, ଅନେକ ମଣ୍ଡଳୀ ଆଉ ନଗର ସଂକୀର୍ତ୍ତନ ଦ୍ୱାରା ସେମାନେ ଲୋକମାନଙ୍କୁ ଆତ୍ମିକ ଭାବରେ ସେମାନେ ଉଦ୍ଦୀପିତ କରିବା ପାଇଁ ସେମାନଙ୍କ ପାଖରେ କିଛି ନାହିଁ ବର୍ତ୍ତମାନ। ଆଉ ସେଥିପାଇଁ ଆପଣମାନେ ଦେଖନ୍ତୁ, ଆଗରୁ ଯେତେବେଳେ ଆମେ ନଗର ସଂକୀର୍ତ୍ତନ କରୁଥିଲୁ, ଗୋଟେ ମଣ୍ଡଳୀରେ 500 ଲୋକ ଅଛନ୍ତି ବୋଲି କହିଲେ, କିଛି ନହେଲେ ମଧ୍ୟ 200 ଲୋକ ଆମେ ଗ୍ରାମ ସଂକୀର୍ତ୍ତନ କରୁଥିଲୁ। ଆଜି 1500 ଲୋକ ଥିଲା ବେଳକୁ 5 ଜଣ କେବଳ ନଗର ସଂକୀର୍ତ୍ତନରେ ବାହାରୁଛନ୍ତି, ଆଉ ସେଟା ମଧ୍ୟ ବ୍ୟାଣ୍ଡ ପାର୍ଟି ସହିତ। ଆଉ ଏଇଟା ହଉଛି ଆମର ଆଦର୍ଶ, ଆଉ ଯୋଉଟା କି ଅନ୍ୟମାନଙ୍କ ନୂଆ ମଣ୍ଡଳୀ ଗୁଡ଼ିକରେ ପ୍ରଭାବ ପକାଏ। ଦେଖନ୍ତୁ ଆପଣ ମାନେ, ଆମର ମଣ୍ଡଳୀ ଗୁଡାକରେ ଯୋଉ ସବୁ ପ୍ରଥା ଗୁଡାକ ଚାଲିଛି, ଆଉ ସେଇ ପ୍ରଥା ଗୁଡାକ ନୂଆରେ ଗଠିତ ହେଉଥିବା ମଣ୍ଡଳୀ ଗୁଡ଼ିକ ସେଗୁଡ଼ିକ ଅନୁସରଣ କରୁଛନ୍ତି। ଆମର ମଣ୍ଡଳୀ ଅନ୍ୟ ମଣ୍ଡଳୀ ଗୁଡ଼ିକୁ, ନୂତନ ମଣ୍ଡଳୀକୁ କଣ ଆଦର୍ଶ ଦେଖଉଛି ଯେ ସେମାନେ ତାହାର ଅନୁକାରୀ ହେବେ। ଜିହୁଦାର ମଣ୍ଡଳୀ, ଜିହୁଦା ପ୍ରଦେଶର ମଣ୍ଡଳୀ ଥେସଲୋନିକ ମଣ୍ଡଳୀର ଲୋକମାନଙ୍କୁ ଏ ପ୍ରକାର ପ୍ରଭାବ ପକାଇଥିଲା ଯେ ସେମାନେ ମଧ୍ୟ ଦୁଃଖରେ କଷ୍ଟରେ ଈଶ୍ୱରଙ୍କର ବାକ୍ୟକୁ ଗ୍ରହଣ କଲେ ଏବଂ ଈଶ୍ୱରଙ୍କର ବାକ୍ୟ ପ୍ରଭାବ ସେମାନଙ୍କ ଉପରେ ପଡ଼ିଲା ଏବଂ ସେମାନେ ଗୋଟେ ଆଦର୍ଶ ସ୍ୱରୂପ ହେଲେ। ତୃତୀୟ ବିଷୟ କହି ମୁଁ ସମାପ୍ତ କରିବି, ସମୟ ହେଲାଣି। ଅତି 2-3 ମିନିଟ୍ ଭିତରେ କହିକି ମୁଁ ଶେଷ କରିବି। ଶେଷ ବିଷୟ ହେଲା ଯେ ଏମାନଙ୍କର ଈଶ୍ୱରଙ୍କର ବିଶ୍ୱାସର କର୍ମର ପ୍ରଦର୍ଶନ, ଡେମନଷ୍ଟ୍ରେସନ ଅଫ ଦ ୱାର୍କ ଅଫ ଫେଥ୍, ବିଶ୍ୱାସର କର୍ମର ପ୍ରଦର୍ଶନ। ପ୍ରଥମେ ଆମେ ଦେଖିଲୁ ବିଶ୍ୱାସର କର୍ମ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ ପ୍ରେରଣା ଯୋଗାଏ। ଦ୍ୱିତୀୟରେ ଆମେ ଦେଖିଲୁ ଯେ ଈଶ୍ୱରଙ୍କର ବାକ୍ୟ ସେମାନଙ୍କର ଆଦର୍ଶ ନିମନ୍ତେ ଏକ ପ୍ରଭାବ ପକାଏ। ତୃତୀୟରେ ଆମେ ଦେଖୁଛୁ ଯେ এই ବିଶ୍ୱାସର କର୍ମର ପ୍ରଦର୍ଶନ ସେମାନେ କଣ କରନ୍ତି। ଅନେକ ସମୟରେ ବିଶ୍ୱାସ ଅଛି, କର୍ମ ବିନା ବିଶ୍ୱାସ ମୃତ, ଏ ପ୍ରକାର ଆମେ କହିଥାଉ। ତାକୁ ଆମେ ଏଠାରେ ଅତି ଅଳ୍ପ ସମୟରେ ହୁଏତ ସ୍ପଷ୍ଟ କରିପାରିବା ଯେ ବିଶ୍ୱାସର କର୍ମ କଣ। ବିଶ୍ୱାସର କର୍ମ ହେଲା, ଏଠାରେ ଆମେ ଦେଖୁଛୁ ଯେ ଯେଣୁ ଲୋକେ ନିଜେ ନିଜେ ଆମମାନଙ୍କ 9ରୁ 10 ପଦ, ଯେଣୁ ଲୋକେ ନିଜେ ନିଜେ ଆମମାନଙ୍କ ସମ୍ବନ୍ଧରେ କହିଥାନ୍ତି ଯେ ତୁମମାନଙ୍କ ମଧ୍ୟରୁ ଆମମାନଙ୍କ ଆଗମନ ସମୟରେ କଣ ଘଟିଥିଲା, ଆଉ କିପରି ତୁମମାନେ ପ୍ରତିମା ସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ୱରଙ୍କ ସେବା କରିବା ନିମନ୍ତେ ପୁଣି ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ଆଗାମୀ କ୍ରୋଧରୁ ଆମମାନଙ୍କ ସେଇ ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷା କରିବା ନିମନ୍ତେ ଈଶ୍ୱରଙ୍କ ପ୍ରତି ଫେରିଲେ। ଏଇଟା ହଉଛି ବିଶ୍ୱାସର କର୍ମ। ଆଉ ବିଶ୍ୱାସର କର୍ମ ଏଠି ଆମେ ଦେଖୁଛୁ ଏପରି ବ୍ୟାପ୍ତ, 8 ପଦ ଲେଖା ଅଛି, ମାତ୍ର ଈଶ୍ୱରଙ୍କ ପ୍ରତି ତୁମମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ ସେ ସମ୍ବନ୍ଧରେ ଆମମାନଙ୍କର କିଛି କହିବା ଆବଶ୍ୟକ ନାହିଁ। ଏ ପ୍ରକାର ବ୍ୟାପ୍ତ ହେଇଥିଲା କଣ ନା, ସେମାନଙ୍କ ଜୀବନରେ କଣ ଗୋଟେ ପରିବର୍ତ୍ତନ ଘଟିଥିଲା, ତାହା ହଉଛି ସେମାନଙ୍କର ବିଶ୍ୱାସର କର୍ମ। ସେମାନେ କଣ କରିଥିଲେ, ପ୍ରତିମା ସବୁ ପରିତ୍ୟାଗ କରି ଜୀବିତ ଈଶ୍ୱରଙ୍କ ନିକଟକୁ ସେମାନେ ଫେରିଥିଲେ। ପ୍ରତିମା ସବୁ ପରିତ୍ୟାଗ କରି, ମନ୍ଦ ବିଷୟକୁ ପରିତ୍ୟାଗ କରି, ପୂର୍ବ ବିଷୟକୁ ପରିତ୍ୟାଗ କରି ସେମାନେ ଈଶ୍ୱରଙ୍କ ନିକଟକୁ, ଜୀବିତ ଈଶ୍ୱରଙ୍କ ନିକଟକୁ ଫେରିଥିଲେ। ଅର୍ଥାତ୍ ମୃତ କର୍ମ ସବୁ ପରିତ୍ୟାଗ କରି ଜୀବିତ ଈଶ୍ୱରଙ୍କ ନିକଟକୁ ଫେରିଥିଲେ ଏବଂ ସତ୍ୟ ଈଶ୍ୱରଙ୍କର ସେବା କରିବା ନିମନ୍ତେ ଫେରିଥିଲେ ଏବଂ ଯୀଶୁଖ୍ରୀଷ୍ଟଙ୍କର ଆଗମନର ଅପେକ୍ଷା କରିବା ନିମନ୍ତେ ସେମାନେ ଫେରିଥିଲେ। ଆଉ ଏଇଟା ହଉଛି ଖ୍ରୀଷ୍ଟିଆନ ମାନଙ୍କର ବିଶ୍ୱାସର କର୍ମ। ଯେତେବେଳେ ସେମାନେ ବିଶ୍ୱାସ କରନ୍ତି, ସେମାନଙ୍କର ବିଶ୍ୱାସର ପ୍ରତିଫଳନ ସେମାନଙ୍କ ଜୀବନରେ ଦେଖାଯାଏ, ଏକ ପରିବର୍ତ୍ତନ ଏବଂ ସେମାନଙ୍କର ଅଭ୍ୟାସ। କଣ ସେମାନେ କରୁଥିଲେ ନା, ଈଶ୍ୱରଙ୍କର ସେବା କରୁଥିଲେ। ସେମାନଙ୍କର ପରିବର୍ତ୍ତନ କଣ, ମନ୍ଦ କର୍ମ, ମୃତ କର୍ମରୁ ସେମାନେ ଫେରିଥିଲେ ଏବଂ କଣ ପାଇଁ ସେମାନେ ଫେରିଥିଲେ ନା, ଯୀଶୁଖ୍ରୀଷ୍ଟଙ୍କର ଆଗମନର ଅପେକ୍ଷାରେ ଥିବା ନିମନ୍ତେ ସେମାନେ ଫେରିଥିଲେ। ଆଉ ଏହା ହଉଛି ବିଶ୍ୱାସର କର୍ମର ଏକ ପ୍ରତିଫଳନ ସେମାନଙ୍କ ଜୀବନରେ, ବିଶ୍ୱାସର କର୍ମର ପ୍ରଦର୍ଶନ। ବିଶ୍ୱାସ କର୍ମ ବିନା ମୃତ ବୋଲି ଯାହା କହୁଛୁ, ଏଇଠାରେ ଆମେ ତାହା ଦେଖିବାକୁ ପାରୁଛୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, 3 ବିଷୟ ଆମେ ଦେଖିଲୁ ଥେସଲୋନିକ ମଣ୍ଡଳୀର ଆଦର୍ଶ ବିଷୟରେ ବା ବିଶ୍ୱାସର କର୍ମ ବିଷୟରେ ବ୍ରାକେଟରେ ଆମେ ଦେଖିଲୁ। ପ୍ରଥମ ବିଷୟ ହେଲା ଆମମାନଙ୍କର ଆଦର୍ଶ, ଆମମାନଙ୍କର ବିଶ୍ୱାସର କର୍ମ ଅନ୍ୟ ବିଶ୍ୱାସୀଙ୍କୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଏବଂ ଆମମାନଙ୍କ ପାଇଁ ପ୍ରାର୍ଥନା କରିବା ନିମନ୍ତେ ପ୍ରେରଣା ଯୋଗାଏ। ଦ୍ୱିତୀୟରେ ଆମେ ଦେଖିଲୁ ଯେ ଈଶ୍ୱରଙ୍କର ସତ୍ୟ ବାକ୍ୟ ଉତ୍ତମ ଭାବରେ ପ୍ରଚାର କରିବା ଦ୍ୱାରା ଏବଂ ଉତ୍ତମ ଭାବରେ ଶୁଣିବା ଦ୍ୱାରା ତାର ଶକ୍ତିର ପ୍ରଭାବ ଆମେ ଦେଖିବାକୁ ପାରୁଛୁ, ଯାହାକି ଆମମାନଙ୍କ ଆଦର୍ଶକୁ ଆଣି ଦେଇଥାଏ। ତୃତୀୟରେ ଆମେ ଦେଖିଲୁ ଯେ ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟ ଶୁଣୁଛୁ, ଆଉ ସେଇ ସମୟରେ ଈଶ୍ୱରଙ୍କର ବାକ୍ୟର ପ୍ରତିଫଳନ ଆମମାନଙ୍କ ଜୀବନ ହେବା ଦ୍ୱାରା ବିଶ୍ୱାସର କର୍ମ ଆମମାନଙ୍କ ଜୀବନରେ ଦେଖାଯାଏ। ବିଶ୍ୱାସର କର୍ମ ଆମମାନଙ୍କ ଜୀବନରେ ଆମେ ପ୍ରଦର୍ଶନ କରିପାରୁ। ଆଉ ଆଜି ଆମମାନଙ୍କ ଜୀବନରେ
ଏହା ହେଉ ବୋଲି ମୁଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରେ ଏବଂ ଆପଣ ମାନଙ୍କୁ ଏହି ସମୟରେ ପରାମର୍ଶ ଦିଏ ଈଶ୍ୱରଙ୍କର ବାକ୍ୟ ଦ୍ୱାରା। ପ୍ରଭୁ ମାନଙ୍କୁ ଏ ଅଳ୍ପ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ନମସ୍କାର। ଆମେନ୍ ଆମେନ୍ ଆମେନ୍। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ପ୍ରଭୁଙ୍କର ଗୌରବ ହଉ। ଆମମାନଙ୍କ ଜୀବନରେ ପ୍ରଭୁ ଆଜି ସୁନ୍ଦର ବାକ୍ୟ ଦେଲେ, ଆଉ ଆମମାନଙ୍କୁ ହାର୍ଟ ଟଚିଂ ବାକ୍ୟ ଆଉ ସତ୍ୟ ବାକ୍ୟ। ପ୍ରଭୁ ଗୌରବ ପାଆନ୍ତୁ, ଆପଣଙ୍କୁ ଆହୁରି ପ୍ରଭୁ ବ୍ୟବହାର କରନ୍ତୁ। ସୁନ୍ଦର ବାକ୍ୟ, ପ୍ରଭୁଙ୍କର ଗୌରବ ହଉ। ପ୍ରଭୁଙ୍କର ଦାସଙ୍କ ପାଇଁ ଆମେ ସମସ୍ତେ ଆଉ ଗୋଟେ ଉଚ୍ଚକର ତାଳ ଦେବା। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଗୌରବ ହଉ। ସୁନ୍ଦର ବାକ୍ୟ ଆମମାନଙ୍କ ଶିଖିବା ବାକ୍ୟ, ଯୋଉଟାକି ଆମମାନେ ଶୁଣିଥିଲୁ କିନ୍ତୁ ଏ ପ୍ରକାର ରିଭାଇଭ ଆମମାନଙ୍କ ଜୀବନରେ ଆଜି ଆଣିଦେଇଛି, ମୋ ଜୀବନରେ ଆଣିଦେଇଛି। ଆଉ ମୁଁ ବିଶ୍ୱାସ କରେ ସମସ୍ତେ ମଧ୍ୟ ଏ ବାକ୍ୟର ମର୍ମ ବୁଝିଛନ୍ତି। ପ୍ରଭୁଙ୍କର ଗୌରବ ହଉ। ବାସ୍ତବରେ ଆମେ ବାକ୍ୟ ପ୍ରଚାର କଲା ବେଳେ, ଲୋକମାନଙ୍କୁ ସନ୍ତୁଷ୍ଟ କଲା ବେଳେ ପ୍ରଚାର କରୁ। ଆଜ୍ଞା ଗୋଟେ ୱାର୍ଡ କହୁଥିଲେ, ଅନେକ ଲୋକମାନେ ହସେଇକି ହସି ହସି ମଧ୍ୟ ପ୍ରଚାର କରନ୍ତି ଆଉ ଲୋକମାନଙ୍କୁ ଟିକେ ହସେଇବା ପାଇଁ। ସେଇଟା ବି ଆବଶ୍ୟକ ଅଛି, ଯେହେତୁ ଲୋକମାନେ ଯଦି ଶୋଇ ପଡୁଛନ୍ତି ଚର୍ଚ୍ଚରେ ବସିକି, ଟିକେ ହସେଇ ଦେଲେ ସେମାନଙ୍କର ନିଦ ଛାଡିଯାଏ। ପ୍ରଭୁଙ୍କର ଗୌରବ, ସୁନ୍ଦର ବାକ୍ୟ ଆଉ ଯଥାର୍ଥ ବାକ୍ୟ ଆଜି ପ୍ରଭୁ ସକାଳେ ଦେଲେ, ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ। ପ୍ରଭୁଙ୍କର ଦାସଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଜି ଆମେ ଶେଷ ପର୍ଯ୍ୟାୟକୁ ପହଞ୍ଚିଛୁ। ଆସନ୍ତୁ ପ୍ରାର୍ଥନା କରିବା।